ମାଧ ମହାନ୍ତିଙ୍କ ଘର ମଧୁପୁର। ଜାତିରେ ବଳରାମ ଗୋତ୍ରୀ। ବୟସ 70କ ଭିତରେ। ଘରେ ଖାଇବାକୁ କୁଟୁମ୍ବ ବୋଇଲେ ଉଣା ପୂରା 15 ବର୍ଷର ଝିଅଟିଏ। ନାମ ମାଳତୀ। ମହାନ୍ତିଏ 60 ବର୍ଷ ବୟସରୁ ରାଣ୍ଡୁରା ହୋଇ ବସିଛନ୍ତି। ବୁଢ଼ୀ ଚାଲିଯିବା ବେଳେ ଆଉ ଗୋଟିଏ ହାତଛନ୍ଦା କରିବାକୁ ତାଙ୍କର ବୟସ ଥିଲା ବୋଲି ମହାନ୍ତିଙ୍କ ମୁହଁରୁ ଥରେ ଦିଥର ଶୁଣାଯାଇଥିଲା। ତାଙ୍କ ଦରଦୀ ଲୋକ ମଧ୍ୟ କହି ବୁଲୁଥିଲେ। 2-3 ବର୍ଷ ଯାଏ ତାଙ୍କ ମନ ବିବାହ ହେବା ଲାଗି ସକସକ ହୋଇଥିଲା। କେବଳ କନ୍ୟା ସୁନା ବାଡ଼ଟା ବଡ଼ ଟାଣ ପଡ଼ିବାରୁ ପଛଘୁଞ୍ଚା ଦେଲେ। 2-3 ବର୍ଷ ଯାଏ କହି ବୁଲିଲେ, ନାହିଁରେ ବାପା ନାହିଁ, କାହୁଁ ଗୋଟାଏ ଆସି ମୋ ଛୁଆକୁ ହେଟାଦର କରିବ, ମା ଛେଉଣ୍ଡଟି କାନ୍ଦିବ, ତା ବିକଳ ସହିପାରିବି ନାହିଁ। ମା ମଲା ଦିନରୁ ସେଇ 7 ବର୍ଷର ଝିଅ ମାଳତୀ ବାପ ଝିଅ 2 ଜଣଙ୍କର ଭାତ ରାନ୍ଧେ, ଶଙ୍ଖୁଡ଼ି ବାସନ ମାଜେ, ଘରର ଆଉ ପାଇଟି ବି ତା ଜିମା। ମହାନ୍ତିଙ୍କର ଆଉ ଗୋଟିଏ ଝିଅ ଥିଲା, ନାମ ମାଧବୀ। ବୁଢ଼ୀ ମରିବା 4 ମାସ ଆଗେ ମହାନ୍ତିଏ 700 ଟଙ୍କା କନ୍ୟା ସୁନାରେ 60 ବର୍ଷର ଗୋଟିଏ ବୁଢ଼ା ବରକୁ 8.5 ବର୍ଷର କନ୍ୟା ଟେକି ଦେଇ ଗୌରୀ ଦାନର ଫଳ 16ପଣି ଅର୍ଜିଥିଲେ। ସେ କନ୍ୟାଟି 11 ବର୍ଷ ବୟସରୁ ବିଧବା। ଯେ ବିଭା ହୋଇଯାଇଛି, ବାପ ଘର ମୁହାଁ କେବେ ହୋଇନାହିଁ। ମୁଲକର ଆଉ ଝିଅଙ୍କ ପରି ମାଳତୀଟି ବି ଦିନକୁ ଦିନ ବଢ଼ି 15 ବର୍ଷରେ ପାଦ ଦେଲାଣି। ରୂପରେ ଗୁଣରେ ମାଳତୀର ସମକକ୍ଷ ଝିଅଟିଏ ମଧୁପୁର ତ ମଧୁପୁର, 10 ଖଣ୍ଡ ଗାଁରେ ହେଲେ ଗୋଟିଏ ଖୋଜି ପାଇବ ନାହିଁ। ଲୋକେ କହନ୍ତି ଗୋବର ଗାଡ଼ିଆରେ ପଦ୍ମଫୁଲ ଫୁଟିଛି। ମାଳତୀ ଗାଁ ଝିଅଙ୍କ ପରି ଆଉ ସମବୟସୀ ଝିଅଙ୍କ ସାଙ୍ଗରେ ହେଁ ହେଁ ଫେଁ ଫେଁ ହେବାର କେହି ଦେଖି ନାହିଁ। କବାଟଟି କିଳିଦେଇ ଘରେ ଆପଣା ପାଇଟିରେ ଲାଗିଥାଏ। ପାଣି ଆଣିବା ପାଇଁ ପୋଖରୀକୁ ଯାହା ବାହାରେ। ମୁଣ୍ଡରେ ସାନ ଓଢ଼ଣାଟି ଟାଣିଦେଇ ମାଠିଆଟି କାଖେଇ ଗାଁ ଗହୀରି ଏକପାଖିଆ ଧୀରେ ଧୀରେ ଚାଲିଯାଏ। ଗାଁର 5 ମାଇପେ କହନ୍ତି, ମାଳତୀର ଚାଲିଟି କେଡ଼େ ସୁନ୍ଦର। 15 ବର୍ଷର ଅଭିଆଡ଼ି ଝିଅଟାକୁ ଘରେ ରଖିଛି। ଗାଁରେ ଜାତିରେ ମହାନ୍ତିଙ୍କୁ ବଡ଼ ଧିକାରିଲେଣି। ଆଉ ଏଣିକି ମହାନ୍ତିଏ ସମ୍ଭାଳି ହୋଇ ପାରୁନାହାନ୍ତି। ଝିଅଟି ଯେ ଆଜିଯାଏ ବିଭା ହୋଇନାହିଁ, ସେଥିର କାରଣ, ଝିଅ ବିଭା ହୋଇଗଲେ ଭାତ 2ଟା ଫୁଟାଫୁଟି କରି ଦେବ କିଏ? ଆଉ ଏପରି ଗୁଣବତୀଟିଏ ବା କାହୁଁ ପାଇବେ? ମହାନ୍ତିଏ ସକାଳୁ ଉଠି 2 ଜଣ ମାନିଆ ଚାଉଳ ମାଣର ଠିକ୍ କଣ୍ଟରେ ମାପି ଦେଇ ଯାଆନ୍ତି। ମାଳତୀ ଆପଣା ପେଟରୁ କାଟି ସେଥିରୁ ମୁଠିଏ ଚାଉଳରେ ବାପା ସଞ୍ଜବେଳେ ବିଲ ବାହୁଡ଼ା ଖାଇବ ବୋଲି ଗୋଟିଏ ସାନ ପୋଡ଼ାପିଠା ନୋହିଲେ ପଖାଳ ମୁଠିଏ କରି ରଖିଦେଇଥାଏ। ମହାନ୍ତିଏ ଚାଉଳ ମାପିଦେବା ବେଳେ ଗୋଟିଏ ଖୁବ୍ ସାନ ଶାମୁକାରେ ଲୁଣ ମାପି ଦିଅନ୍ତି। ବାଡ଼ିର କଇଁଆ ଗଛଟିରେ ବର୍ଷକ ତରକାରୀ ଚଳେ। କଇଁଆ ପାଚିଲେ ମହାନ୍ତିଏ ନିଜେ ଗଛରୁ ପାରି ଖୋସା ଛଡ଼ାଇ ପାରୁ କାଢ଼ି ମାଠିଆ ପୂରାଇ କୋଲପ ଘରେ ରଖିଦେଇଥାନ୍ତି। ସେଥିରୁ ବାପ ଝିଅଙ୍କ ପାଇଁ ଠିକ୍ 2 ଫଡ଼ି କାଢ଼ି ଦିଅନ୍ତି। ମାଳତୀ ବଡ଼ ଦୟାବତୀ, ବାପକୁ ବଡ଼ ଭଲ ପାଏ। ଏକା ବାପା କିଆଁ, ସମସ୍ତଙ୍କୁ ଭଲ ପାଏ। ଗୋଟିଏ ବିରାଡ଼ି ପିଲା ପୋଷିଛି। ସେଇଟି ତାହାର ନିର୍ଜନ ଘରେ ସଙ୍ଗିନୀ। ସବୁବେଳେ ଲାଞ୍ଜ ଟେକି ମ୍ୟାଉଁ ମ୍ୟାଉଁ କରି ଗୋଡ଼ରେ ଘଷି ହେଉଥାଏ। ମାଳତୀ ସେଟାକୁ ଆପଣା କଂସାରେ ଖୁଆଏ, ପାଖରେ ଶୁଆଏ। ବାପା କଞ୍ଚା ଲଙ୍କାମରିଚ ଭଲ ପାଏ। ଯୋଡ଼ିଏ ଲଙ୍କାମରିଚ ଗଛ ମୂଲିଆ ପଠାଇ କୁଆଡ଼ୁ ଅଣାଇ ମଝି ଅଗଣାରେ ପୋତିଛି। ଖରାଦିନେ ଗାଁ ମଝି ପୋଖରୀରୁ ପାଣି ଆଣି ଗଛ ମୂଳରେ ଢାଳେ। ମାଳତୀ ଉପର ଓଳି ପାଣି ପାଇଁ ଯାଇ ପୋଖରୀ କୋଳରୁ ମଦରଙ୍ଗା, ସୁନୁସୁନିଆ, ହିଡ଼ିମିଚା, କଳମ୍ବ, ପିତାଶାଗ ଯେଉଁଦିନ ଯାହା ହାତରେ ପଡ଼େ ମୁଠାଏ ତୋଳି ଆଣେ। ଖାଲି ବାପା ପାଇଁ ସିଝାସିଝି କରି ରଖେ। ମଫସଲ ଗାଁରେ ଯାହାକୁ ଥିଲାବାଲା ଲୋକ କହନ୍ତି, ମାଧ ମହାନ୍ତି ସେହିଭଳିଆ ଜଣେ। ସରବରି 2 ବାଟି ଯାଏ ହାତ ଚାଷ, ଭାଗରେ ବି ବାଟିଏ ଖଣ୍ଡେ ଦେଇଛନ୍ତି। 6ଟା ହଳ, ମାଇଁ ଗୋରୁ ବି 4 ବଡ଼ି ସରିକି। ଗାଈ ଦୁହାଁଳ ହେଲେ ଦୁଧଯାକ ଗଉଡ଼ କାଟରେ ଘେନିଯାଏ। ମହାନ୍ତିଙ୍କର ଖରଚ ବୋଇଲେ ଧାନ ବିକି ଖଜଣା ଗଣ୍ଡାକ ଚଳାଇ ଦିଅନ୍ତି। ଆଉ ପଇସା କଉଡ଼ିର ଖରଚ ନାହିଁ। ବାଡ଼ିରେ ଖଣ୍ଡେ କପା କରିଛନ୍ତି। ବାପ ଝିଅଙ୍କର ଲୁଗାବାଡ଼ଟା ଚଳିଯାଏ।
ବେଜାଏ ଖରଚ ମଧ୍ୟରେ ପିଲାଦିନରୁ ପିକା ଟଣାଟା ଅଭ୍ୟାସ, ଛାଡ଼ି ପାରୁନାହାନ୍ତି। ରୋଜିନା ଅଧସେର ଧାନରେ ଧୂଆଁପତ୍ର ଗୋପିଆ ଦୋକାନୀ ପାଖରୁ ଆସେ। ସବୁବେଳେ ପିକାଟା ମୁହଁରେ ଲାଗିଥାଏ। ଗୋଟାଏ ଲମ୍ବା ମୋଟା ନିଆଁ ବଡ଼ିଆ ପାଖରେ ପଡ଼ିଥାଏ। କୁଆଡ଼କୁ ଗଲେ ବଡ଼ିଆଟି କାଖେଇ ବାହାରନ୍ତି। ମାଳତୀଟା ଏବେ ବଳେଇଲାଣି। ଏଣିକି ବିଭା ନ ଦେଲେ ନୁହେଁ। 5 ଜାଗାରୁ ଜବାବ ଆସିଲାଣି, ହେଲେ ଦର ପଟୁନାହିଁ। 300 ଟଙ୍କାରୁ ଉପରକୁ କେହି ଯିବାକୁ ନାହିଁ। ମହାନ୍ତିଏ ବଡ଼ ସତ୍ୟବନ୍ତ ଲୋକ, ଏକା ରା ଧରିଛନ୍ତି 700ରୁ ପଇସାଟିଏ ବି ଉଣା ହେବ ନାହିଁ। 9 ବର୍ଷର ବଡ଼ ଝିଅଟା ହେଲା 700। 15 ବର୍ଷର ଝିଅ ଦେଖ ତ କେଡ଼େ ସୁନ୍ଦରୀ, କେମିତି ପାଇଟିକୁ ଯୋଗା। ଦେଖି ଚାହିଁ ବୁଝି ସମଝି କଥା କହିଲେ ସିନା ହେବ। ଯେଉଁମାନେ ବିଭା ପ୍ରସଙ୍ଗରେ ଆସନ୍ତି ସେମାନଙ୍କୁ ଏହି ଏକା ଜବାବ। ମହାନ୍ତିଏ ବୁଝିଲେଣି ଏ ଦୋହଳି ତେହଳି ବେହି ଖୁବ୍ ବୁଢ଼ା ବର ନ ହେଲେ ଦର ପଟିବ ନାହିଁ। କନ୍ୟା ପାଇଁ ଏହିପରି ଯୋଗାବର ସକାଶେ ବାଟ ଚାହିଁ ବସିଛନ୍ତି। ମଧୁପୁର ଗାଁଟା ଗୋପାଳଜୀଉଙ୍କର ଦେବୋତ୍ତର। ମଠଟି ଗାଁ ମଝିରେ, ଆଉ ଆଡ଼େ ବି ଜମିଜମା ଅଛି। ସେ ସବୁର ଜମିର ଖଜଣା, ଫାଉ ଫୌଚାତ, ଶିଷ୍ୟ ସେବକ ସବୁ ରକମରୁ ବର୍ଷକୁ 10,000 ଟଙ୍କା ସରିକି ଆୟ। ଏଟା ନିୟଙ୍ଗି ମଠ। ଗୋଟିଏ ମହନ୍ତ ନାରାୟଣ ପାଇଲେ ତାଙ୍କ ଚେଲା ଗାଦିରେ ବସନ୍ତି। ମହନ୍ତ ରଘୁବର ଦାସ ନାରାୟଣ ପାଇବାରୁ ତାଙ୍କ ଚେଲା ଲକ୍ଷ୍ମଣ ଦାସେ ବର୍ତ୍ତମାନ ଗାଦିର ମାଲିକ। ନୂଆ ମହନ୍ତ ଖୁବ୍ ଦାତା, ଦୟାଳୁ। ଆଗ ମହନ୍ତଙ୍କର ସବୁ ଭଲ ଗୁଣ ଅଛି। ଚରିତ୍ରଟି ବି ଖୁବ୍ ଭଲ, ହେଲେ ଟୋକାଳିଆ ବୁଦ୍ଧିଟା ଛାଡ଼ି ନାହିଁ। ଆଗ ପୋଷା ପାରା ଗୋବରା ଚଢ଼େଇଗୁଡ଼ାକ ରହିଯାଇଛନ୍ତି। ମହନ୍ତ ମଠରେ ଗୋଟାଏ ଆଖଡ଼ା ଜାରି କରିଛନ୍ତି। ସଞ୍ଜ ବାଜିଲା ତ ଗାଁର ଯେତେ ଭେଣ୍ଡିଆ ପିଲା ରୁଣ୍ଡ। କୃଷ୍ଣଲୀଳା, ରାମଲୀଳା ଯାତ୍ରା ହୁଏ। ଆଖଡ଼ା ମଧ୍ୟରେ ବଛା ବଛା 10 ଜଣ ଭେଣ୍ଡିଆ ଅଛନ୍ତି। ରାତି 6 ସରିକି ମହାପ୍ରଭୁଙ୍କ ଠା ଘଣ୍ଟା ବାଜେ, ଆଖଡ଼ା ଭାଙ୍ଗେ। ପ୍ରସାଦ ସେବା କରି ଯେ ଯାହା ଘରକୁ ଚାଲିଗଲା ବାଦ ମହନ୍ତ ସେହି ବଛା ସାଙ୍ଗୀ 10 ଜଣଙ୍କୁ ଧରି ମଠ ପଛ ବଗିଚା ମଝିରେ ଥିବା ପୋଖରୀ ଘାଟରେ ବସି ଅଧରାତି ଯାଏ ତ୍ୱରିତାନନ୍ଦ ମଉଜ କରନ୍ତି। 20 ମୁଲକର ହାଲଚାଲ କଥା ପଡ଼େ। ମହନ୍ତ ହେଉଛନ୍ତି ଗାଁର ଜଜ୍, ମେଜେଷ୍ଟର, ମହାଜନ ସବୁ। ଏ ଗାଁରୁ ଗୋଟାଏ ବୋଲି ମାଲି ମାମଲା ସରକାରକୁ ଯାଏ ନାହିଁ। ମହନ୍ତଙ୍କର ଗୋଟିଏ କୋଠ ଚାକର ଅଛି, ନାମ ବିନୋଦିଆ। ବୟସ 22 କି 23। ଦେଖିବାକୁ ବେଶ୍ ଡଉଲ ଡାଉଲ। ବିନୋଦିଆ ମହନ୍ତଙ୍କର ଭାରି ବିଶ୍ୱାସୀ ଚାକର। ମହନ୍ତଙ୍କ ନିଜ କୋଠାଘର କଞ୍ଚି, ମନ୍ଦିର ସରଘର, ଗନ୍ତାଘର, କାରବାରୀ ଘର ସବୁ ଘର କଞ୍ଚି ତା ହାତରେ। ଗୋଟାଏ ସରୁ ଲୁହା ଶିକୁଳିରେ ଗୁନ୍ଥା ବେଜାଏ କଞ୍ଚି ସବୁବେଳେ ତା ଅଣ୍ଟାରେ ଝୁଲୁଥାଏ। ସବୁ ବିଷୟରେ ମହନ୍ତଙ୍କର ବିନୋଦିଆ ଉପରେ 16ପଣି ବିଶ୍ୱାସ। ଯେପରି ମାଲି ମାମଲା ହେଉ, ବିନୋଦିଆକୁ ନ ଧରିଲେ କେହି ମହନ୍ତଙ୍କ ଠାରୁ ବେଗି ବେଗି କାମ ହାସଲ କରିପାରେ ନାହିଁ। ଶ୍ରୀଜୀଉଙ୍କର ଅଳଙ୍କାର, ନଗଦାତ ଟଙ୍କା, ଟିପ ତମସୁକ, ମହନ୍ତଙ୍କର ନିଜ ତହବିଲ ସବୁ ରକମର ବିନୋଦିଆ ଜିମାରେ ଲକ୍ଷାବଧି ଟଙ୍କା। ନେଇ ବସିଲେ ମାଲି ମାମଲାରୁ ବି ଢେର ଟଙ୍କା ପାଆନ୍ତା। ମାତ୍ର ତାହାର ଦରମା ମାସକୁ ଯୋଡ଼ାଏ ଟଙ୍କା ଛାଡ଼ି ଆଉ ଯୋଡ଼ାଏ ପଇସାରେ ବି ହାତ ଦିଏ ନାହିଁ। ଏଣେ ମହନ୍ତଙ୍କର ଯେପରି ଅକାରଣ ପଇସା ନଷ୍ଟ ନ ହେବ ଖୁବ୍ ଜଗିଥାଏ। ପ୍ରଜା ବା ଖାତକ ଉପରେ ହକ୍ ପାଉଣା ପଇସାଟିଏ ବି ଛାଡ଼ିବ ନାହିଁ। ମହନ୍ତ ହୁକୁମ କଲେ ବି ନା। ବିନୋଦିଆ ଘର ହାଟଗାଁ, ମନ୍ଦିରଠାରୁ 4 କୋଶ ଦୂର। ସେ ଗାଁଟା ବି ମହନ୍ତଙ୍କର ଦେବୋତ୍ତର ବାହେଲ। ମା ବାଧିକା ପଡ଼ିଛି ଶୁଣି ବିନୋଦିଆ ମହନ୍ତ ମହାରାଜାଙ୍କ ଠାରୁ 4 ଦିନ ଛୁଟି ନେଇ ଘରକୁ ଯାଇଥିଲା। ଆଜି ସକାଳୁ ଘରୁ ଆସି ତୁନିଟି ହୋଇ ବସିଛି, କାମ ପାଇଟିରେ ମନ ଦେଉନାହିଁ। ମହନ୍ତ ପଚାରିଲେ, କିରେ ବିନୋଦିଆ, ଇମିତି ହୁଙ୍କାଟା ପରି ବସିଛୁ କିଆଁ? ଯା ତୋଟାଳିଆ ସବୁ ଆସି କାମରେ ଲାଗିଗଲେଣି କି ନା ଦେଖ ଯା। ବିନୋଦିଆ ମହନ୍ତଙ୍କ ଗୋଡ଼ ଯୋଡ଼ିକ କୁଣ୍ଢେଇ ଧରି ଭୋ ଭୋ କରି ରଡ଼ି ଛାଡ଼ିଲା। କଥା କହିପାରୁନାହିଁ। ମହନ୍ତ, ଆରେ କଥା କ'ଣ କହ, ଇମିତିକାଟା କାନ୍ଦୁଛୁ କିଆଁ? ବିନୋଦିଆ, ଆଜ୍ଞା, ମୁଁ ଆଉ ଚାକିରି କରିବି ନାହିଁ। ଆମ ଗାଁର ଢେର ଭେଣ୍ଡିଆ ରେଳବାଇରେ କାମ କରି ଢେର ଟଙ୍କା ଆଣୁଛନ୍ତି।
ମାଆ କହିଲା, ମୁଁ ସେହିପରି କାମ କରି ଟଙ୍କା ଆଣି ବାହା ହେବି। ମାଆ କହିଲା, ସେ ବାଧିକା ପଡ଼ିଲାଣି, ମରିଯିବ, ବୋହୂ ଦେଖିବ। ମହନ୍ତ, ହୋ ହୋ ହୋ, ଏଇ କଥା? ଆଚ୍ଛା, ମୁଁ ବାହା କରେଇଦେବି। ଖୁବ୍ ଭଲ କନ୍ୟାଟିଏ ବାହା କରେଇଦେଲେ ତ ହେଲା। ବିନୋଦିଆ, ଆମ ଜାତିରେ କନ୍ୟା ସୁନା ଢେର ଟଙ୍କା ପଡ଼େ, ମୁଁ ଟଙ୍କା କାହୁଁ ଆଣିବି? ମହନ୍ତ, ଆରେ ବାଇଆ, ତୁ ତ ବାହା ହେବୁ ଗଲା, ଟଙ୍କାରେ କ'ଣ ଅଛି? ଆଚ୍ଛା, ଯେତେ ଟଙ୍କା ଲାଗିବ ମୁଁ ଦେବି। ବିନୋଦିଆ ଭାରି ଖୁସିଟାଏ ହୋଇ ଆପଣା କାମରେ ଲାଗିଗଲା। ପଦୀ ଭଣ୍ଡାରୁଣୀ ବିଧବା ଘରକୁ ଏକୁଟିଆ। ଗୋଟିଏ ବୋଲି ଝିଅ ଥିଲା। 5 ବର୍ଷ ହେଲା ବିଭା ହୋଇଯାଇ ଶାଶୁ ଘରେ ଅଛି। ଗାଁ ମଝିରେ ଘର, ହେଲେ ତାର ବଡ଼ ଛାତି। ଘରେ ଏକୁଟିଆ ଥାଏ, କାହାରିକୁ ଡରେ ନାହିଁ। ଗାଁ ଗୋଟାକ ଖଟେ, ମାଇକିନିଆମାନଙ୍କର ନଖ କାଟେ, ଗୋଡ଼ରେ ଅଳତା ଦିଏ। ପଦୀର ବୁଦ୍ଧି ଖୁବ୍ ଟାଣ। ପୁଣି 5 ମାଇକିନିଆଙ୍କ ସାଙ୍ଗରେ ସବୁବେଳେ ରଜଘଷ ହେବାରୁ ସେ ଭାରି ଝିଟ ହୋଇଯାଇଛି। ସାକୁଲା ସାକୁଲି କରି ଗାଁ ଗୋଟାକ ମାଇକିନିଆଙ୍କୁ ପଟେଇ ରଖିଛି। ତାକୁ ସମସ୍ତେ ଭଲ ପାଆନ୍ତି। ଆଉ କଥା ଯାହା ହେଉ, ତାର ମନ୍ଦ ଆଚରଣ ବୋଲି କେହି କେବେ ପଦେ ବୋଲି ନାହିଁ। ଆଜି କେତେଦିନ ହେଲା ସଞ୍ଜ ସକାଳ ସବୁବେଳେ ମଠକୁ ଯା ଆସ କରୁଥିବାର ଦେଖାଯାଉଛି। ମାଧ ମହାନ୍ତିଏ ଘରେ ନ ଥିବା ବେଳେ ପଦୀ ତାଙ୍କ ଘରକୁ ପଶିଯାଏ। ମହାନ୍ତିଙ୍କ ଘର ଭିତରେ କେହି ଯେମନ୍ତ ତାକୁ ଚାହିଁ ବସିଥାଏ। କବାଟରେ ହାତ ମାରିବା କ୍ଷଣି ଉଦୁଆଁ ହୋଇଯାଏ। ପଦୀ ମାଳତୀକୁ କୁଣ୍ଢାଇ ପକାଇ, ମାରେ, ସୁନାରେ, ଚାନ୍ଦମଣିରେ, ମୋ ଝିଅ ଖଣ୍ଡ ଶାଶୁଘରକୁ ଯିବା ଦିନରୁ ଅନ୍ଧୁଣୀ ହୋଇ ବସିଥିଲି ରେ। ଦାଣ୍ଡରେ ଘାଟରେ ତତେ ଦେଖି ନେତ୍ର ପବିତ୍ର କରୁଥିଲି ରେ। ଗାଁରୁ ଶୁଣିଲି ତୁ କୁଆଡ଼େ ବାହା ହୋଇଯାଉଛୁ, ତତେ ଥରେ ଦେଖିବାକୁ ଆଇଲି ରେ। ମାଳତୀ ହାତରେ ମୁଠାଏ ଅନ୍ନ ମହାପ୍ରସାଦ ଗୁଞ୍ଜି ଦେଇ କହିଲା, ଆଜି କତିରୁ ତୁ ମୋ ଝିଅ, ମୁଁ ତୋ ମା। ମାଳତୀ ଆଦର କଥା, ସ୍ନେହ କଥା, କଅଁଳ କଥା ପଦେ ହେଲେ କେବେ ଶୁଣି ନାହିଁ। ଏତେ ସ୍ନେହ କଥା ଶୁଣି ସମ୍ଭାଳି ହୋଇ ପାରୁନାହିଁ। ପଦୀକୁ କୁଣ୍ଢେଇ ପକାଇ ଭୋ ଭୋ ରଡ଼ି ଛାଡ଼ିଛି। ଘଡ଼ିକ ବାଦେ ଧକେଇ ଧକେଇ କହିଲା, ମା, ମୁଁ ଆଉ କିଛି ମାଗୁନାହିଁ। ତୁ ବେଳେବେଳେ ମୋ ପାଖକୁ ଆସୁଥିବୁ, ପଦେ ପଦେ କଥା କହିଯାଉଥିବୁ। ବାପା କେବେ ହେଲେ ମୋତେ ପଦେ ଭଲ କଥା କହେ ନାହିଁ। ଟିକକ କଥାରେ ତୁଚ୍ଛା ରାଗିଯାଇ ଦୂର ଦୂର ପୋଡ଼ାମୁହିଁ, ବେଲାଏ ବେଲାଏ ଠୁଙ୍କୁଥିବୁ, ବସିଥିବୁ, ଏମିତି ଗାଳି ଦିଏ। କାଲି ଢେର ଗାଳି ଦେଲା। ଧୂଆଁପତ୍ର କିଣିବା ଲାଗି ଧାନ କାଢ଼ିଦେଲା ନାହିଁ। ଖଳାରେ ଯେ ଅଗାଡ଼ି ଜମା ହୋଇଛି, ତାକୁ ପାଛୁଡ଼ି ଧାନ କାଢ଼ି ଧୂଆଁପତ୍ର ଦୋକାନରୁ ଆଣିବାକୁ କହିଯାଇଥିଲା। ଅଗାଡ଼ି 3 ଥର ପାଛୁଡ଼ିଲିଣି। କାଲି ଢେର ପାଛୁଡ଼ିଲି, ମୁଠାଏ ବି ଧାନ ବାହାରିଲା ନାହିଁ। ବାପା ଆସି ଢେର ଗାଳି ଦେଲା। ଏହି କଥା କହିସାରି ମାଳତୀ ଧକେଇ ଧକେଇ ଢେର କାନ୍ଦିଲା। ପଦୀ ମୁହଁ ପୋଛି ଦେଇ କହିଲା, ନା ମା, ଆଉ କାନ୍ଦେନା। ଗୋପାଳଜୀ ମହାପ୍ରଭୁ ତତେ ରାଣୀ କରିବେ। ମୁଁ ରୋଜ ସଞ୍ଜବେଳେ ତୋ କଥା ପ୍ରଭୁଙ୍କୁ ଜଣାଉଛି। ତୁ ଦେଖୁନାହୁଁ, ମୁଁ ଏବେ ମଠକୁ ଏତେ ଯା ଆସ କରୁଛି କିଆଁ, ତୁଚ୍ଛା ତୋ ଲାଗି। ମାଳତୀର ବିଭା ଲାଗି ମହାନ୍ତିଏ ଏବେ ଅଥୟ ହେଲେଣି। ଏଡ଼େ ଝିଅଟାକୁ ଘରେ ରଖିଛି, ସମସ୍ତେ ଛି ଛାକର କରୁଛନ୍ତି। ଢେର ଜାଗାରୁ ବାତିନ ଆସିଲାଣି, ହେଲେ ଦର ପଟୁନାହିଁ। ମହାନ୍ତିଏ ମନରେ ବିଚାର କଲେ, 15 ବର୍ଷର ଝିଅଟା ତ ଅତି ନିକୁଛ 500-600 ଟଙ୍କା ଖାଇଗଲାଣି। 300 ଟଙ୍କାରେ ଦେଲେ ଲାଭ ଥାଉ, ମୂଳକୁ ରୋକଠୋକ 200-300 ଟଙ୍କାର ଲୋକସାନ। ମନରେ ସ୍ଥିର କଲେ, 700 ଟଙ୍କାରୁ ଉଣା କନ୍ୟା ସୁନା ହେଲେ ଝିଅକୁ ଛାଡ଼ିବେ ନାହିଁ। ଝିଅ ପଛକେ ଦରବୁଢ଼ୀ ହୋଇ ବସିଥାଉ। ଘର କାମ ପାଇଟି ପାଇଁ ଆଉ ଗୋଟାଏ ଆସିଲେ ଖାଆନ୍ତା, ନୋହିଲା ଏଇଟା ଖାଇଲା। ଲୋକେ ନିନ୍ଦା କରୁଛନ୍ତି, କରନ୍ତୁ, ଲୋକ କଥାରେ କ'ଣ ଅଛି? ସେଥିଲାଗି କ'ଣ ଏତେ ଟଙ୍କା ଲୋକସାନ ସହିବି? ମହାନ୍ତିଙ୍କର ଏବେ ଦିନରାତି ଚିନ୍ତା, କେବେ 700 ଟଙ୍କା ଘରେ ପଶିବ। ଦିନେ ତାଙ୍କ ମନ ଡାକିଲା, ମାଳତୀ ମୁହଁଟା ଟିକିଏ ଅଧିକ ସୁନ୍ଦର ଦିଶିଲେ କନ୍ୟା ସୁନା ବାଡ଼ ବଢ଼ିବ ପରା। ପାଟିକରି ଡାକିଲେ, ଆଲୋ ମାଳତୀ, ଶୁଣୁ ଶୁଣୁ, ଏହି ନେ ମାଣେ ଧାନ। ଗୋପୀ ସାହୁ ଦୋକାନରୁ ହଳଦୀ ତେଲ କିଣି ଆଣ। ହଳଦୀ ବାଟି ରଖିଥିବୁ, ଅଳ୍ପ ମୁନ୍ଦାଏ ତେଲ ମିଶାଇ ଦେବୁ। ଦାଣ୍ଡକୁ ବାହାରିଲା ବେଳେ ସେହି ହଳଦୀ ଟିକିଏ ମୁହଁରେ ମାରିଦେଇ ବାହାରିବୁ। କେହି ବାହା ବାତିନିଆ ଆସିଲେ ମୁହଁରେ ଟିକିଏ ବେଶୀ କରି ହଳଦୀ ବୋଳି ହେବୁ। ବୁଝି ଖବରଦାର। ଆଇତି ସାଇତି ଖର୍ଚ୍ଚ କରିବୁ। ଏଇ ହଳଦୀ ତେଲ ଯେମନ୍ତ ପୁରା ମାସେ ଯାଏ।
ମାଳତୀ ମୁଣ୍ଡ ପୋତି ଦେଇ ବାପା କଥା ସବୁ ଶୁଣିଲା। କ'ଣ ତା ମନକୁ ଆସିଲା, ଘର ଭିତରେ ଅନ୍ଧାର କୋଣିଆ ବସି ମା ମା କହି ଢେର ବେଳ ଯାଏ କାନ୍ଦିଲା। ମାଳତୀ ଢେର ଥର ଏହିପରି ବସି କାନ୍ଦେ, ଆପେ ତୁନି ହୁଏ। ସକାଳ ଓଳି ଦିନ ଘଡ଼ିକ ବେଳେ ମହାନ୍ତିଏ ଆଗ ଦାଣ୍ଡପିଣ୍ଡାରେ ବସି ପିକା ବଳୁଛନ୍ତି, ବିଲ କାମ ଦେଖିବାକୁ ବାହାରିବେ। ଟିକିଏ ଆଡ଼େଇ ଅନାଇ ଦେଲେ ଯୋଡ଼ିଏ ବାଟୋଇ ବୁଢ଼ା ବେଢ଼ା ଉପରକୁ ଉଠୁଛନ୍ତି। ବାଟୋଇମାନେ ଧୋବ ଧୋବଳିଆ ଭଲ ଲୋକ ପରି ଦିଶିଲେ। ମହାନ୍ତିଏ ମନରେ କଲେ, କେଜାଣି ଧୂଆଁପତ୍ର ମାଗିବେ ପରା। ପାଖରେ ଟିକିଏ ଧୂଆଁପତ୍ର ପଡ଼ିଥିଲା, ଚଞ୍ଚଳ ଅଣ୍ଟାରେ ଖୋସିଦେଲେ। ଆଗ ବାଟୋଇ, ଆହେ, ଏଇଟା କ'ଣ ମାଧ ମହାନ୍ତିଙ୍କ ଘର? ମହାନ୍ତିଏ, କିଆଁ କ'ଣ ବୋଲି ଯାଆନ୍ତୁ। ବାଟୋଇ, ଆମ୍ଭେମାନେ ମଙ୍ଗଳକୃତ୍ୟ ପ୍ରସଙ୍ଗରେ ଆସିଅଛୁଁ। ଆପଣ କ'ଣ ମାଧବ ମହାନ୍ତିଏ? ମହାନ୍ତି, ଆସିବା ହେଉ, ବସିବା ହେଉ। ଚଞ୍ଚଳ ଘର ଭିତରୁ ଆଣି 2 ଖଣ୍ଡ ପଲାଣ ତାଟ ପାରିଦେଲେ। ବାଟୋଇମାନେ ବସିବାରୁ ମହାନ୍ତିଏ ଏକାବେଳକେ କଥା ଆରମ୍ଭ କରିଦେଲେ। ବୁଝିବା ହେଲେ ଢେର ଢେର ଆଡ଼ୁ ଢେର ଢେର ଲୋକ ଅଇଲେ ଗଲେ, କଥା ପଟିଲା ନାହିଁ। ବୁଝିବା ହେଲେ, ବୁଝିବା ହେଲେ, ନାହିଁ ନାହିଁ, ଆଗେ କନ୍ୟାଟି ଦେଖନ୍ତୁ। ମନ ମାନେ ପଛନ୍ତେ ଦେବା ନେବା କଥା। ଆଲୋ ମାଳତୀ, ଏଇ ଭଲ ଲୋକେ ଆସିଛନ୍ତି, ଅଗଣାରେ ଛିଡ଼ା ହୋଇଯା ତ। ଆଲୋ, ମୁଁ ଯାହା କହିଛି, ବୁଝିଲୁ ଟିକି? ଭଲ ଲୋକ, ନାହିଁ ନାହିଁ ମହାନ୍ତିଏ, ଦେଖିବା ଲୋଡ଼ା ନାହିଁ। ତୁମ କନ୍ୟାର ରୂପଗୁଣ କଥା ଭଲ ଜଣାଅଛି। ସେଇଥିଲାଗି ଆଉ କୁଆଡ଼େ ନ ଯାଇ ସଳଖେ ସଳଖେ ତୁମ ଦୁଆରକୁ ଅଇଲୁ ପରା। ମହାନ୍ତିଏ, ତେବେ ଗୁଡ଼ାଏ ବକର ବକର ହେଲେ କ'ଣ ହେବ? ଆମର ତ ସାଫ୍ ଏକା କଥା, ଗୋଟିଏ ରା। ବୁଝନ୍ତୁ, କନ୍ୟା ସୁନା ଠିକ୍ 700 ଟଙ୍କା। ପଇସାଏ ଅଧଲାଏ ଛଦାମ ବି ଉଣା ନୁହେଁ। ଭଲ ଲୋକେ, ଅନ୍ୟାୟଟା କ'ଣ କହିଲେ? କନ୍ୟା ରୂପଗୁଣକୁ ଅନାଇଲେ ଠିକ୍ ଦରଦାମ ହୋଇଛି। ଆମ ଜମିଦାର ବି କହିଥିଲେ, ଆପଣ ବିଚାର କରି ଯାହା କହିବେ ସେଥିରୁ ସେ ବାହାର ହେବେ ନାହିଁ। ମାଧ ମହାନ୍ତି, ବର କ'ଣ ଜମିଦାର? କେଉଁଠି ତାଙ୍କ ଜମିଦାରୀ? ଭଲ ଲୋକେ, ବରଙ୍କ ନାମ ଶ୍ରୀ ଶ୍ରୀ ବିନୋଦ ବିହାରୀ ଗନ୍ତାଘର ରାୟ। ତାଙ୍କ ଘର ମିଛୁପୁର, ଜମିଦାରୀ ତାଲୁକେ ଆକାଶପୁର। ମାଧ ମହାନ୍ତି ଦଣ୍ଡେ ଯାଏ ଗୁମ୍ ମାରି ବସି ବିଚାର କଲେ, ହାୟ ହାୟ, ଏ ବରଟା ବଡ଼ ଲୋକ। 1000 ଟଙ୍କା ଧରିଥିଲେ ଦେଇ ପକାଇଥାନ୍ତା, କାହିଁକି 1000 ଡାକିଦେଲି ନାହିଁ। ପ୍ରକାଶ୍ୟରେ କହିଲେ, ଆମ ଜାତିଆଣ ବ୍ୟବହାରଟା ତ ଜାଣନ୍ତି। ବିଭା ଲଗୁତି ଉଣା ପୁରା 300 ଟଙ୍କା। ଆପଣ ତ ବିବେକୀ ଲୋକ, ଜାଣନ୍ତି ଏଇଟା ବର ପିଠିରୁ ଦେବାକୁ ପଡ଼େ। ଅବଶ୍ୟ ଅବଶ୍ୟ, ଏ କଥାଟା କ'ଣ କହିବାକୁ ହେବ? ସେଇଟା ତ ବର ପିଠିରୁ ଦେଣ। ମାଧ ମହାନ୍ତି, କଥା ଛିଡ଼େଇ ରଖିବା ଭଲ। ଏଇ ଦେଖନ୍ତୁ, କନ୍ୟା ସୁନା ଆଉ ବିଭା ଲଗୁତି 2 ପଦକୁ ହେଲା 1000। ବର ଯେମିତି ପହଞ୍ଚିବେ ଆଗେ ଟଙ୍କା ଗଣିଦେବେ, ପଛନ୍ତେ ବାଟବରଣ ହେବ। କଥାଟା ଭଲ କରି ମନରେ ରଖିଥିବେ। ଭଲ ଲୋକ, ଏଇଟା ତ ମାମଲତ କଥା, ସଂସାର ବିଧି। ଆପଣଙ୍କୁ କହିବାକୁ ହେବ ନାହିଁ। 10 ଜାଗାରେ ଏହିପରି ହେଉଛି, ଆଜି କ'ଣ ନୂଆ ଗୋଟାଏ କଥା ହେବ? ମାଧ ମହାନ୍ତି, ଠିକ୍ ଠିକ୍, ଆପଣ ବିବେକୀ ଲୋକ, ମାମଲତକାର। ଆପଣଙ୍କୁ ବଳି ମାମଲତକାର ଆଉ କିଏ ଅଛି? ଆଉ ଗୋଟିଏ କଥା, ବିଭାଘର ଆୟୋଜନ କରିବାକୁ ହେବ। ଗୋଟା 20 ଟଙ୍କା ଚଞ୍ଚଳ ଲୋଡ଼ା। ଆପଣଙ୍କୁ କ'ଣ କହିବି? ମହାନ୍ତିଙ୍କ ମୁହଁ କଥା ମୁହଁରେ ଅଛି। ଭଲ ଲୋକ ଅଣ୍ଟାରୁ କାଢ଼ି ଅଗଣା ଅପୋଛା ମୁଠାଏ ଟଙ୍କା ଝଣ କରି ମହାନ୍ତିଙ୍କ ଆଗକୁ ଫୋପାଡ଼ି ଦେଲେ। କହି ମହାନ୍ତିଏ ଚଞ୍ଚଳ 2 ହାତରେ ଟଙ୍କା ଗୁଡ଼ାକ ଗୋଟାଇ ପକାଇଲେ। ଲୁଗା ଭିତରେ 1 2 କରି ଗଣିଗଲେ 25। ଆନନ୍ଦଟା ମନରେ ସମ୍ଭାଳି ହେଉନାହିଁ। ମନରେ କଲେ, ଏତେ ଦିନେ କପାଳ ଫିଟିଲା। ଏଣୁ ତେଣୁ 5 କଥା ଉତ୍ତାରେ ଏକାବେଳକେ ବିଭାଘର ଦିନ ସ୍ଥିର ହୋଇଗଲା। ଆସନ୍ତା ମକର 17 ଦିନ, ଶୁକ୍ରବାର, ଶୁକ୍ଳ ସପ୍ତମୀ। ଭଲ ଲୋକ ଅନାଇ ଦେଖିଲେ, କବାଟ ଫାଙ୍କ ଭିତରୁ ଯୋଡ଼ିଏ ପାଦ ସ୍ଥିର ହୋଇ ରହିଛି। ପାଦ ଯୋଡ଼ିକର ଉପର ପାପୁଲି ଚମ୍ପା କଢ଼ି ପରି ଗୌରବର୍ଣ୍ଣ, 10ଟି ଆଙ୍ଗୁଳି ଦିଶୁଛି। ଭଲ ଲୋକ ଟିକିଏ ବଡ଼ ପାଟି କରି କହିଲେ, ବୁଝିବା ହେଲେ ମହାନ୍ତିଏ, ଆମେ ତ କନ୍ୟା ରୂପଗୁଣ କଥା ବୁଝିଗଲୁ, ଗାଁରେ ଯାଇ କହିବୁ। ଆପଣ ତ ବରଙ୍କ କଥା କିଛି ଶୁଣିଲେ ନାହିଁ। ଆମର କହିଦେବା ଉଚିତ ହେଉଛି।
ବରଙ୍କର ପ୍ରଥମ 2 ବିଭା ସ୍ତ୍ରୀ ମରିଛନ୍ତି। ଏଇଟା ହେବ ତେହେଲି ବିଭା। ବରଙ୍କର ବୟସ ଏହି ମାଘରେ 65 ପଶିବ। ଭଲ ଲୋକେ କବାଟ ପଛରୁ ଫଁ କରି ଗୋଟିଏ ନିଶ୍ୱାସ ଶବ୍ଦ ଶୁଣିଲେ। ପାଦ ଯୋଡ଼ିକ ଦିଶିଲା ନାହିଁ। ମାଧ ମହାନ୍ତିଏ କହିଲେ, ଏତେ କଥା କିଏ ପଚାରୁଛି ହେ? ପୁରୁଷ ପୁଅର ବୟସ କ'ଣ ଧରୋଟ ଭିତରେ? 80 ବର୍ଷର ପୁରୁଷ ବି ବିବାହ ହୋଇପାରେ। ମୂଳ କଥାଟା ବୋଲନ୍ତୁ। ମୁଁ ଏବେ ଆପଣଙ୍କ କଥାରେ ଖାତରଜମା ହୋଇ ରହିଲିଟି? ମଧ୍ୟସ୍ଥ, ମହାନ୍ତିଏ, ଆପଣ ଏଡ଼େ ମାମଲତକାର ବୁଦ୍ଧିମନ୍ତ ଲୋକ ହୋଇ କେମନ୍ତ ଗୋଟାଏ ଅଖାଡ଼ୁଆ କଥା ବୋଲି ବସିଲେଟି? ଆମ ଜମିଦାର ଘରେ କ'ଣ ଜାଗା ନଥିଲା ଯେ ତୁମ ଆଗରେ ଟଙ୍କା ଗୁଡ଼ାଏ ଓଜାଡ଼ି ଦେଇଗଲୁ? ମହାନ୍ତିଏ ଟିକେ ସଟପଟି ଯାଇ କହିଲେ, ନାହିଁ ନାହିଁ, ମୁଁ କ'ଣ କହୁଥିଲି କି, ବିବାହ ଦିନ ଟିକିଏ ଚଞ୍ଚଳ ବରଙ୍କୁ ଅନୁକୂଳ କରାଇଦେବେ, ଯେମନ୍ତ ଲଗ୍ନ ବେଳେ ଠିକ୍ ହାତଗଣ୍ଠି ପଡ଼ିବ। ଭଲ ଲୋକ ଦୁହେଁ ଭାରି ଭକ୍ତିରେ ଯୋଡ଼ାଏ ଦଣ୍ଡବତ କରି ଚାଲିଗଲେ। ଆଜି ମାଳତୀର ଆଦର ଦେଖେ କିଏ? ତୁଚ୍ଛାଟାରେ ହେଲେ, ଆରେ ମା, ଯାରେ ମା କହି ମହାନ୍ତିଏ 10 ଥର ଝିଅଙ୍କୁ ଆଦର କରି ଡାକୁଛନ୍ତି। ମହାନ୍ତିଙ୍କର 16 ବିଶ୍ୱାସ, ପୁରା 1000 ଟଙ୍କା ତାଙ୍କ ଘରେ ପଶିବ। ମହାନ୍ତିଏ ଯେତେ ଆଦର କରି ଡାକୁଛନ୍ତି, ମାଳତୀ ମନରେ ସେତେ କୋହ ଉଠୁଛି। ମହାନ୍ତିଏ ଖୁବ୍ ମନ ଫୁଲାଣରେ ଖଣ୍ଡେ ସାନ ଅଖା, ଡାମ୍ଫଣ, ଛଣି ସୂତା ଘେନି ବିଲକୁ ବାହାରିଲେ। ହିଡ଼ ଉପରେ ବସି ମୂଲିଆମାନଙ୍କ କାମ ତନଖି କରିବେ, ଆଉ ଟଙ୍କା ରଖା ମୁଣିଟିଏ ସିଇଁବେ। ଆଜି ମାଳତୀର ଆଉ ଘର ପାଇଟିରେ ମନ ନାହିଁ। ଦାଣ୍ଡ ଦୁଆର କିଳି ଦେଇ କବାଟ ମୂଳରେ ତୁନି ହୋଇ ବସି କାନ୍ଦୁଛି। କବାଟ ବାହାରୁ ଠୁକ୍ ଠୁକ୍ ଶବ୍ଦ ହେଲା। ହାତ ବାରି କବାଟ ଫିଟେଇ ଦେଲା। ପଦୀ ଯେମିତି ଘର ଭିତରେ ପାଦ ଦେଇଛି, ମାଳତୀ ତା 2 ଗୋଡ଼ ଧରି ଡକା ପାରୁଛି। କାନ୍ଦି କାନ୍ଦି ଅଥୟ ହୋଇଗଲାଣି। ପଦୀ ତାକୁ ଯେତେ ତୁନି କରାଉଛି, ଶୁଣୁଛି କିଏ? ହମଦରଦୀ ଲୋକ ପାଖରେ କାନ୍ଦି ମନ କଥା କହିଲେ ମନ କଷ୍ଟ ଟିକିଏ ଉଣା ପଡ଼େ। ମାଳତୀ ଯେମିତି ଟିକିଏ ଧୈର୍ଯ୍ୟ ଧରିଛି, ପଦୀ କହିଲା, ଆରେ ବାୟାଣୀ, କଥା ନ ବୁଝି କିଆଁ ଏତେ ଡକା ପାରୁଛୁ? ଆଜି ଭଲ ଲୋକ ଆସିବା ଯେ ସବୁ କଥା ହେଲା, ମୁଁ ସବୁ ଜାଣେ। ସେସବୁ କଥା ଗୋଡ଼ରେ ଘଷିଦେବ। ସବୁ ମିଛ, ତୁଚ୍ଛା ମିଛ। ମୁଁ ଯାହା କହୁଛି ଶୁଣିଯା। ଆଜିକି 7 ଦିନ ହେଲା ମୁଁ ଠାକୁରଙ୍କ ପାଖରେ ତୋ ଲାଗି ଅଧିଆ ପଡ଼ିଥିଲି। ମହନ୍ତ ପୂଜା କରୁଥିଲେ। କାଲି ଅଧରାତିରେ ମହାପ୍ରଭୁଙ୍କ ପାଖରୁ ବର ମିଳିଲା। ମହାପ୍ରଭୁ ମହନ୍ତଙ୍କୁ ସ୍ୱପ୍ନରେ କହିଲେ, ତୁ ମଠ ସରଘରିଆ ବିନୋଦକୁ ବିଭା ହେବୁ। ପୃଥିବୀ ଟଳିଯିବ। ଠାକୁରଙ୍କ ହୁକୁମ ଅନ୍ୟଥା ହେବ ନାହିଁ। ତୁ ନିଶ୍ଚିନ୍ତରେ ଥା। ଆଁ ଆଁ କହି ମାଳତୀ ପଦୀ ମୁହଁକୁ କଟାସ୍ଟା ପରି ଅନାଇଛି। ତା ମୁହଁରୁ କଥା ବାହାରୁ ନାହିଁ। ଶେଷରେ ଧୈର୍ଯ୍ୟ ଧରି କହିଲା, ମା, ଜାଣିଥା, ସେ ବର ଆସିଲେ ମୁଁ ଦୌଡ଼ି ଦେବି। ମା, ଆଉ ଗୋଟିଏ କଥା, ମୋ ଆତ୍ମାଟା କେମିତିକା ଘାଣ୍ଟି ହେଉଛି। ଥରେ ମାଧି ବାପାକୁ ଦେଖନ୍ତି। ପଦୀ, ତୋ ବାପାକୁ କହ, ସେ ଡାକି ଆଣନ୍ତୁ। ମାଳତୀ, ଡାକି ଆଣିବେ? ହଁ, ସେ ଓଷା ବ୍ରତ କରିବ ବୋଲି ଯୋଡ଼ାଏ ପଇସା ମାଗି ପଠାଇଥିଲା। ଯେ ମାଗି ଆସିଥିଲା, ଦୂର ଦୂର କରି ବାପା ତାକୁ ତଡ଼ିଦେଲା। ଆଉ ଥରେ ବାପା ବାଧିକି ପଡ଼ିଥିଲା। ଅପା ଦେଖିବାକୁ କହି ପଠାଇଲା। ବାପା କହିଲା, ମୋର ଜ୍ୱର ଛାଡ଼ି ଯାଉନାହିଁ କି, ସେ ଦେଖିବ କ'ଣ? ଆରେ ରେ, ଆସିବ ତ 8-10 ଦିନ ଯାଏ ଘରୁ ବାହାରିବ ନାହିଁ। ବସି ବସି ତୁଚ୍ଛାଟାରେ ପେଟେ ପେଟେ ଠୁଙ୍କିବ। ମା, ମୋ ଅପାଟି ବଡ଼ ଦୁଃଖରେ ଅଛି। କୁଟୁମ୍ବଦାରିଆ ଘର ଛୁଆ ପିଲା ପଲେ ସବୁ ଛୁଆଙ୍କର ଗୁହକନା ମୁତକନା କାଚିବ। ଘରର ସବୁ ସଙ୍କୁଡ଼ି ବାସନ ମାଜିବ। ବାଧିକାରେ 6 ଦିନ 9 ଦିନ ପଡ଼ିଥିଲେ ବି ତା ମୁହଁରେ ଟୋପାଏ କେହି ପାଣି ଦେବାକୁ ନାହିଁ। ଆହା, ସେଇଟା କେମିତି ଶୁଖିଲାଟା ହୋଇଗଲାଣି। ଆଉ ବଞ୍ଚିବ ନାହିଁ। ମୁଁ ତାକୁ ଦେଖିପାରିବି ନାହିଁ। ମାଳତୀ ଅପା ପାଇଁ ଢେର କାନ୍ଦିଲା। ପଦୀ ତାକୁ ତୁନି କରାଇ କହିଲା, ଆଚ୍ଛା ଆଚ୍ଛା, ମାଧି ସାଙ୍ଗରେ ତୋର ଭେଟ କରାଇଦେବି। ମହାନ୍ତିଙ୍କ ବାହୁଡ଼ା ବେଳ ହେଲା ଜାଣି ପଦୀ ଚଞ୍ଚଳ ଚାଲିଗଲା। ଦିନ 2 ପହରିଆ ଖିଆପିଆ ବେଳ ଟିକିଏ ଗଡ଼ି ଯାଇଛି। ପଦୀ ମହାନ୍ତିଙ୍କ ଦାଣ୍ଡ ଦୁଆର କବାଟରେ ଧଡ଼ ଧଡ଼ ଚାପୁଡ଼ା ମାରି ଡାକୁଛି, ଏ ସାନ୍ତେ, ଏ ମହାନ୍ତି ସାନ୍ତେ, ଘରେ ଅଛନ୍ତି? ଏ ମାଧି ବାପା ଘରେ ଅଛନ୍ତି? କବାଟ ଫିଟାନ୍ତୁ। ପଦୀ ରୋଜିନା ଉପର ଓଳି ଆସି କବାଟରେ ଟିକିଏ ଠୁକ୍ ଠୁକ୍ ଟିପ ମାରିଦେଲେ ଧୀରେ ଧୀରେ କବାଟ ଉଦୁଆ ହୋଇଯାଏ। ଆଜି ଏତେ ପାଟି କରୁଛି, କବାଟ ଫିଟୁନାହିଁ। ମାଧ ମହାନ୍ତିଏ ଏଇ ଲାଗେ ଭାତ 4ଟା ସାରି ପଲାଣସିଆଁ ଛଣି ତାଗ ପାଇଁ ବସି ବାଟିଆ କାଟୁଛନ୍ତି। ମହାନ୍ତିଏ ବଡ଼ ବୁଦ୍ଧିମନ୍ତ ଲୋକ। ତାଙ୍କର ମୂଲିଆ ପାନିଆ ଢେର।
ହେଲେ ଆପେ ବାଟିଆ କାଟନ୍ତି। ମୂଲିଆ ହାତକୁ ଦେଲେ କାଳେ ମେଞ୍ଚାଏ ଛଣି ଅଣ୍ଟିରେ ଗୁଞ୍ଜିଦେବ, ସେଥିଲାଗି କାହାରି ହାତକୁ ଦିଅନ୍ତି ନାହିଁ। ପଦୀ ମହାନ୍ତିଙ୍କ ଗୋଡ଼ ପାଖରେ ଢପ୍ କରି ମୁଣ୍ଡିଆଟା ମାରିଦେଇ ବସିପଡ଼ି କହିଲା, ଏ ସାନ୍ତେ, ଗାଁ ଯାକ ଚହଳ ପଡ଼ିଛି। ସାନ ଝିଅ ମାଳତୀର ବାହାଘର, କାହିଁ ମୋତେ ଖବର ଦେଇନାହଁ? ଘର ଲିପା, ଛୁଞ୍ଚ ଦିଆ, ଝୋଟି ଦିଆ ଗାଁ ଯାକ ସବୁ ମୁଁ କରେ। ହେଉ ହେଉ, କାଲି ସକାଳେ ଆସି କରିଦେଇ ଯିବି। ମହାନ୍ତିଏ ସେହିପରି ବାଟିଆ କାଟୁ କାଟୁ କହିଲେ, ନାହିଁ ନାହିଁ, କ'ଣ କେତେ ବା ଛୁଞ୍ଚ ଦିଆ, ଝିଅଟା ଆପେ କରି ପକାଇବ ଯେ, ତୋର ଆସିବା ଲୋଡ଼ା ନାହିଁ। ପଦୀ ସେ କଥା ଶୁଣି ନ ଶୁଣିଲା ପରି କଥା କହିଯାଉଛି। ଏ ସାନ୍ତ, ଗାଁ ଯାକ ଲୋକ କହୁଛନ୍ତି ଆପଣଙ୍କର ବଡ଼ କପାଳ, ଭଲ ମନ ମାଫିକେ ବନ୍ଧୁଟିଏ ପାଇଗଲେ। ଏଣେ ଜମିଦାରୀ, ଘରେ ଟଙ୍କା ସୁନା ଭର୍ତ୍ତି, ମରେଇକୁ ମରେଇ ଧାନ ବସିଛି, 10 ବାଟି ଚାଷ। ଆପଣ ଉଛୁଡ଼ିକା କ'ଣ ପାଇବେ କି? ଜୁଆଇଁଟି ଯେମନ୍ତ ଦେବା ନେବାକୁ ଷଣ୍ଢ। ଆପଣ ଝିଅଟିକୁ ଶଙ୍ଖୁଳି ଗଲେ ବାଟ ଖରଚ କ'ଣ ବୋଲି କ'ଣ 200-500 ଟଙ୍କା ବାନ୍ଧି ନ ଆଣିବେ? ମହାନ୍ତିଏ ବାଟିଆଟା ଥୋଇଦେଇ ହସି ହସି ପଚାରି, ସତନା ଲୋ ପଦୀ, ସତନା? ପଦୀ, ସବୁବେଳେ ଗାଁ ଲୋକ ଦେଖି ଆସି କହୁଛନ୍ତି ପରା, ବାହାଘର କଥା ସେଠି ଧୁମ୍ ପଡ଼ିଛି। କନ୍ୟା ସୁନା ଟଙ୍କା ପରା ଗଣା ପୋଛା ହୋଇ ଥୁଆଗଲାଣି। ଏଡ଼େ ଲୋକ ସାଙ୍ଗରେ ବନ୍ଧୁପଣ, ଆପଣଙ୍କର ନାମ ଚର୍ଚ୍ଚା ନାହିଁ। ମହାନ୍ତିଏ, ଏ ପଦୀ, କାଲି କତିରୁ ତୁ ଲାଗିଯା। କାଲି ସକାଳେ ତୁ ଖାଇ ପିଇ ଆସି ଘର ଲିପା ପୋଛା ଝୋଟି ଦିଆ ସବୁ ନିବାଡ଼ି ଦେ। ପଦୀ, ଏ ସାନ୍ତ, ତୁମ ବନ୍ଧୁବାନ୍ଧବ ଘରେ ନିମତା ଦେଇ ଆସିବି ନା? ମହାନ୍ତିଏ, ନା 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 ନା, ସେ ପାଜିଙ୍କ ମୁହଁ ପୋଡ଼ିଦେ। ଯିଏ ଆସିବ ଆଗେ କହି ବସିବ, ଖାଇବାକୁ ଦେ, ପିଠା ଖଜା ଦେ। କିଆଁରେ ବାବୁ, ମୁଁ ଝିଅକୁ ଖୁଆଇ ପିଆଇ ବଢ଼ାଇଛି, ଯେ କନ୍ୟା ସୁନା ଯୋଡ଼ାଏ ଟଙ୍କା ମିଳିବ ମୁଁ ନେବି, ତୁମକୁ ଖୁଆଇବି କିଆଁ? ପଦୀ ମହାନ୍ତିଙ୍କ ଘରୁ ବାହାରି ଗାଁରେ ଯେତେ ବଳରାମ ଗୋତ୍ରୀ ଘର ଅଛି ଦୁଆର ଦୁଆର ବୁଲିଲା। ଗାଁଟା ଖୁବ୍ ବଡ଼, 100 କଡ଼ା ଘର, ସେଥିରୁ ଅଧା ଅଧି ବଳରାମ ଗୋତ୍ରୀ। ମହାନ୍ତିଙ୍କ କହିଥିବା କଥା ପଦୀ ଜଣ ଜଣ କରି ତୁନି ତୁନି ସବୁ କହିଲା। ଆହୁରି ବି କିଛି ଲଗେଇ ଦେଇ କହିଲା, ମହାନ୍ତି କହିଛି, ଝିଅ ବାହାଘର ଦିନ ଜାତି ଲୋକ ଯେ ଦାଣ୍ଡ ଆଗ ଦେଇ ଚାଲିଯିବ, ସମସ୍ତଙ୍କ ପିଠିରେ ଯୋଡ଼ାଏ ପାଣ୍ଡୋଇ ବାଡ଼େଇବ। ମୂଲିଆ ଯୋଡ଼ାଏ ପାଣ୍ଡୋଇ ଧରି ବସିଥିବେ। ଜାତି ଭାଇ ସମସ୍ତେ ଶୁଣି ନିଆଁ ବାଣ ହୋଇଗଲେଣି। କଥାଟା ସତ କି ମିଛ କେହି ବୁଝିବାକୁ ନାହିଁ। ବଡ଼ ଝିଅ ମାଧିର ବିଭାଘର ବେଳେ ମାଧ ମହାନ୍ତି ଜାତି ଭାଇଙ୍କୁ ଶଙ୍ଖୁଳି ନାହିଁ, ବଡ଼ ହେଟାଦର କରିଛି। ସେହି ରାଗଟା ସମସ୍ତଙ୍କ ମନରେ ଥିଲା। ସମସ୍ତେ କମ୍ପୁଛନ୍ତି, ମହାନ୍ତିଙ୍କୁ ହାବୁଡ଼ରେ ପାଇଲେ ରସାତଳ ଦେବେ। ପଦୀ ବାହାରିଗଲା ବାଦେ ମାଧ ମହାନ୍ତିଏ ଝିଅକୁ କହିଲେ, ଆଲୋ ମାଳତୀ, କାଲି ଭଣ୍ଡାରୁଣୀ ଆସିଲେ ତା ହାତରେ ଘରଦ୍ୱାର ସବୁ ଭଲ କରି ଲିପା ପୋଛା କରାଇ ନେବୁ। ଅନା, ଏହି ଯେ କାନ୍ଥ ଝଡ଼ି ପଡ଼ିଛି, ତା ହାତରେ କାଦୁଅ ଛଟାଇ ନେବୁ। ଶୁଣୁ ଖବରଦାର, ସକାଳୁ ତାକୁ ପାଇଟିରେ ଲଗାଇବୁ ନାହିଁ। ଗାଧୁଆ ବେଳ ହେଲା ତ ଗାଧୋଇ ପଡ଼ି କହିବ, ଦେଲୁ ଭାତ ଖାଇବାକୁ। ଏ ଗାଁ ଲୋକଗୁଡ଼ାଙ୍କ କଥା ଦେଖିଲେ ବଡ଼ ଚଳ ମାଡ଼େ। ଟିକିଏ କିଛି କାମ କରିଦେଲେ ତ କହି ବସିବେ, ଦେଲୁ ମାଣେ ଧାନ। ଆଜିକାଲି ମହନ୍ତ ବାହାରକୁ ବାହାରନ୍ତି ନାହିଁ। ସାଙ୍ଗ ଲୋକଗୁଡ଼ିଙ୍କୁ ଘେନି ସବୁବେଳେ ତୋଟାରେ ବସିଥାନ୍ତି। ଯେଡ଼େ ଲୋକ ହେଉ, ଯେତେ କାମ ଥାଉ, ତୋଟା ଭିତରକୁ ଯିବା ବାସନ୍ଦ। ଆଜିକାଲି ରାତିରେ ଆଖଡ଼ା ବି ବନ୍ଦ। କେବଳ ପଦୀ ଭଣ୍ଡାରୁଣୀ ସଞ୍ଜ ସକାଳ ସବୁବେଳେ ତୋଟା ଭିତରକୁ ଯାଏ। ମାଧ ମହାନ୍ତିଏ ରୋଜିନା ପରି ସକାଳୁ ଉଠି ପଦା ଆଡ଼େ ଯାଇଥିଲେ। ଫେରି ଆସି ଦେଖିଲେ ପଦୀ ପିଣ୍ଡାରେ ବସିଛି। କିଲୋ ପଦୀ, ତୁ ଏଡ଼େ ସକାଳୁ ଆସି ବସିଲୁଣି ଯେ? ପଦୀ, ମଲା ଯା, ଯାହାର ବାହା ସେ ଖେଳୁଛି ପଶା, ଧାଇଁ ବୁଲୁଛନ୍ତି ସାଇ ପଡ଼ିଶା। ପିଛିଲା ରାତି ଘଡ଼ିଏ ଥିଲା, ମୁଁ ଉଠିପଡ଼ି ଘରେ ବାସି ପାଇଟି ଚଞ୍ଚଳ ସାରି ଦେଇ ଧାଇଁଛି। ଆଜି ଯେ ସାନ୍ତ ଅବହେଡ଼ା ମଙ୍ଗୁଳା, କନ୍ୟା ଦେହରେ ହଳଦୀ ପଡ଼ିବ। ମାଧ ମହାନ୍ତି, ନାହିଁ ନାହିଁ ପଦୀ, ଯାହା ଯାହା ହେବାର ସେଇ ବାହାଘର ଦିନ ସବୁ ହେବ। ପଦୀ, ନାହିଁ ସାନ୍ତ, ମୁଲକର ଏମିତିକା ହୁଏ ନାହିଁ। ଶୁଣିଛି ବରଘର ବାହା ଲଗୁତି ଆପଣଙ୍କୁ 300 ଟଙ୍କା ଦେବ। ଆପଣ ଏମିତିକା ଅଶାସ୍ତ୍ର କାମ କଲେ ସେ ଲଗୁତି ଟଙ୍କା ଊଣା କରିଦେବ। ମହାନ୍ତି, ଆଚ୍ଛା, ତୁ ମାଣେ ଧାନ ଧରି ଯା, ହଳଦୀ ତେଲ ଶମ୍ଭୁଆ ଦୋକାନରୁ କିଣି ଆଣ। ଧାନ ଦର ଚଢ଼ିଛି, ମାଣେ ଧାନର ଦାମ 1.5 ପଇସା। ପଇସାଏ ଦେଲେ ଭଲ ହୁଅନ୍ତା। କ'ଣ କରିବି ଲୋ, ହାତରେ ପଇସା ନାହିଁ। ପଦୀ, ଟଙ୍କାଟାଏ ଦେଅନ୍ତୁ, ଭଙ୍ଗାଇ ଆଣେ। ମହାନ୍ତିଏ, ନାହିଁ ଲୋ ବାପା, ଟଙ୍କା ଭଙ୍ଗାଇଲେ ତ ଉଡ଼ିଲା, ଆଉ ତାକୁ ପାଇବ ନାହିଁ। ପଦୀ,
ଏ ସାନ୍ତ, ଗାଁରୁ 5 ଜଣ ଅହିଅ ମାଇକିନିଆ ଆସିବେ। ସେମାନେ ବି ହଳଦୀ ତେଲ ଲଗାଇବେ। ଢେର ହଳଦୀ ଯେ ଲୋଡ଼ା। ମହାନ୍ତି, ନାଇଁ ନାଇଁ, 5 ଜଣ ଅହିଅ ମାଇକିନିଆ କ'ଣ କରିବେ? ତୁ ଏକା ଝିଅକୁ ହଳଦୀ ଲଗାଇ ଦେ। ଆଉ ଜାଣୁ, 5ଟା ମାଇକିନିଆ ଆସିଲେ କହିବେ ଜଳପାନ ଖାଇବାକୁ ଦେ। ପଦୀ ସକାଳୁ ଆଟିକାଏ ବଟା ହଳଦୀ, ଆଟିକାଏ ତେଲ, ପାଛିଆଏ ଭୁଜା, ପାଛିଆଏ ଉଖୁଡ଼ା ଆଣି ମାଳତୀ ଘରେ ଥୋଇ ଦେଇଥିଲା। ସବୁ ବାହାର କରି ମହାନ୍ତିଙ୍କ ଆଗରେ ଥୋଇଦେଲା। ମହାନ୍ତି ଏସବୁ ପଦାର୍ଥ ଦେଖି କାବା ହୋଇ ଛିଡ଼ା ହୋଇଛନ୍ତି। ପାଟିରୁ କଥା ବାହାରୁ ନାହିଁ। ଦଣ୍ଡକବାଦ କହିଲେ, ପଦୀ ପଦୀ, ଏସବୁ କ'ଣ? ଏସବୁ କାହୁଁ ଆଇଲା? ପଦୀ ପଣତ କାନିଟା ମୁହଁରେ ଦେଇ ଟିକିଏ ସକ୍ ସକ୍ କରି କାନ୍ଦିଲା। ମୁହଁ ପୋଛି ପୋଛି କହିଲା, ବୁଝିବା ହେଲେ ସାନ୍ତ, ମୋ ହାତରେ କିଛି ବିତ ଅଛି। ମୋର କିଏ ଅଛି? କିଏ ଖାଇବ? ଆପଣ ସେଦିନ କହିଲେ ମାଳତୀ ମୋ ଝିଅ। ଏଇ ଝିଅ ବିଭାଗରେ ସବୁ ସାରିବି ମନରେ କରିଛି। ମହାନ୍ତି, ହଁ ହଁ, ଭଲ କଥା ପାଞ୍ଚିଛୁ। ତୋର ମୁଲକ ଯାକ ଖୁବ୍ ପ୍ରଶଂସା ହେବ। ଢେର ଧର୍ମ ହେବ। ଆଲୋ ମାଳତୀ, ନେ ତୋ ମା ଦେଇଛି। ଏସବୁ ପଦାର୍ଥ ଉଠାଇ ନେ। ସାଇତି ରଖ, ବୁଝି ଖବରଦାର, ପକାଡୋଳା କରିବୁ ନାହିଁ। ପଦୀ, ଝିଅ ଲାଗି ବିଭା ପାଞ୍ଚି ଶାଢ଼ୀ ଆଣିଛନ୍ତି ତ? ଏଇ ଲାଗେ ଯେ କୋଇଲି ବୁଡ଼ ପାରି ପିନ୍ଧିବ। ମହାନ୍ତିଏ କହିଲେ, ହଁ ପଦୀ, ସେଇ କଥା କହୁଛି ପରା। ବାହା ଲୁଗାଗୁଡ଼ାକ ଏଡ଼େ ଦାମ। ଖଣ୍ଡେ 9 ହାତୀ ବାହା ପାଞ୍ଚି ଶାଢ଼ୀର ଦାମ ଦୋକାନୀ ଧରିଛି 8.5 ଅଣା। ମୁଁ 5 ଅଣାରୁ ଉଠି 8 ଅଣା ଯାଏ ଗଣିଲି, ତେବେ ବି ନା, ସେଇ 8.5 ଅଣା। ତା ପୁଣି କାଳି ବାସି ରଖିବ ନାହିଁ। ନଗଦ ରୋକଠୋକ। ଯାଏଁ ଯେମିତି ହଉ ଅଧଲାଏ ଖଣ୍ଡେ ଦାମ ଚଢ଼େଇ ଆଣିବାକୁ ହବ, ନହେଲେ ତ ନୁହେଁ। ପଦୀ, ନା ସାନ୍ତ, 15 ବର୍ଷର ଝିଅକୁ 9 ହାତୀ ଶାଢ଼ୀ ପାଇବ ନାହିଁ। ଆଚ୍ଛା ସାନ୍ତ, ମୁଁ ତ ମୋ ଝିଅକୁ ମଙ୍ଗଳଲତା ପିନ୍ଧାନ୍ତି। ସେହି ଶାଢ଼ୀ ଖଣ୍ଡ ପାଞ୍ଚି ଶାଢ଼ୀ ହେଉ। ମହାନ୍ତିଏ ଭାରି ଖୁସିଟାଏ ହୋଇ କହିଲେ, ହଁ ପଦୀ, ଭଲ କହିଲୁ। 10 ଲୋକରେ ତୋ ନାଁ ପଡ଼ିବ। ତୋର ଢେର ପୁଣ୍ୟ ହେବ। ଯା ଭଲ ଦେଖି ଖଣ୍ଡିଏ 12 ହାତୀ ଶାଢ଼ୀ କିଣି ଆଣ। ଆଉ ଗୋଟିଏ କଥା ପଦୀ, ବେଦୀ ଉପରେ କନ୍ୟା ସମର୍ପିବା ବେଳେ ମୋତେ ନୂଆ ଲୁଗା ପିନ୍ଧିବାକୁ ହେବ ପରା। ତୁ ତ ଯାଉଛୁ, ମୁଁ ଆଉ ଯିବି କିଆଁ? ମୋ ପାଇଁ ଯୋଡ଼ାଏ ଭଲ ଦେଖି ଲୁଗା କାଳି କରି ଆଣିବୁ। ତୋ ନାମରେ କାଳି ଆଣିବୁ। ବାହାଘର ବାଦେ ମୁଁ ଦାମ ଦେବି ଯେ କଡ଼ା ଗଣ୍ଡା ଛିଣ୍ଡାଇ ଦେବୁ। ପଦୀ ଲୁଗା କିଣିବା ପାଇଁ ବାହାରିଗଲା। ମହାନ୍ତିଏ ଡାକି ଦେଇ କହିଲେ, ଆଲୋ ମାଳତୀ, ଯା ଚଞ୍ଚଳ କବାଟ କିଳି ଦେଇଆ। ଖବରଦାର, ସବୁବେଳେ କବାଟଟି କିଳି ଦେଇଥିବୁ। ଆଉ ଶୁଣ, ପଦୀ ଯେ ତେଲ ଜଳପାନ ଆଣିଛି ଅଳ୍ପ ବାହାରେ ରଖ। ଆଉ ସବୁ ଆଣ, ମୁଁ କଞ୍ଚି ଘରେ ରଖିଦିଏ। ଆଉ ଗୋଟାଏ କଥା ଶୁଣ, ଯେଉଁ ଅହିଅ ମାଇକିନିଆମାନେ କୋଇଲି ବୁଡ଼ ପାରି ଦେଖିବାକୁ ଆସିବେ, ସମସ୍ତଙ୍କୁ ଜଳଖିଆ କରିବାକୁ କହିବୁ, ଚଞ୍ଚଳ ଦେବୁ ନାହିଁ। ଭାତ ରନ୍ଧା ବେଳ ମଠ ଦେଖିଲେ ସବୁଗୁଡ଼ା ପଳାଇଯିବେ। ପଦୀକୁ ମୁଠାଏ ଖାଇବାକୁ ଦେବୁ। ମଧୁପୁର ଗାଁ ଗୋଟାକରେ ଚହଳ ପଡ଼ିଯାଇଛି। ଆଜି ମାଧ ମହାନ୍ତି ଝିଅ ମାଳତୀର ବିଭା। ମାତ୍ର ମହାନ୍ତିଙ୍କ ଦୁଆରକୁ ଅନାଅ, ବିଭା ଘରର ଚିହ୍ନବର୍ଣ୍ଣ ନାହିଁ। ସବୁଦିନ ପରି ଆଜି ବି କବାଟ କିଳା। ପିଲାଠାରୁ ବୁଢ଼ା ଯାଏ ମହାନ୍ତିଙ୍କ ଦୁଆରକୁ କେଭେ କେହି ଯାଏ ନାହିଁ। ଭୁଲ ଭଟକାରେ କେହି ଗଲେ ମହାନ୍ତିଏ ତା ପିଛା ଧରି ଚାଲିଥିବେ। କିଛି ଗୋଟିଏ ଘେନି ପଳାଇବ ପରା। ଦୁଆର ତ ବନ୍ଦ, ଭାଟ ଭିକାରୀ ବା କିଏ ଯାଉଛି? ସଞ୍ଜ ବାଜିଗଲାଣି। ମହାନ୍ତିଏ ସକାଳସିଆଁ ଟଙ୍କା ଥଳିଟି ସଜ କରି ରଖିଦେଲେ। ତେତେବେଳେ ଚଞ୍ଚଳରେ କାଳେ ହାତରେ ନ ପଡ଼େ। ଝିଅ ମୋଟା ବଳିତା କରି ଗୁଡ଼ାଏ ତେଲ ଢାଳିଦେବ ବୋଲି ଆପେ ଗୋଟାଏ ସରୁ ବଳିତାରେ କେତେ ଟୋପା ତେଲ ପକାଇ ବେଦୀ ଉପରେ ଦୀପଟିଏ ବସାଇ ଦେଲେ। ମହାନ୍ତିଙ୍କ ଘରେ କେବେ ଦୀପ ଜଳେ ନାହିଁ। ଦିନ ଥାଉଁ ଥାଉଁ ଖିଆପିଆ ପାଇଟି ଛିଡ଼ିଥାଏ। ପଦୀ ମାଳତୀକୁ ଗୋଟିଏ ଘରେ ବସାଇ କନ୍ୟା ବେଶ କରାଇ ଦେଉଛି। 2 ଜଣ କ'ଣ ଫୁସୁର ଫାସୁର କଥା ହେଉଛନ୍ତି। ମାଳତୀ ବେଳେବେଳେ କାନ୍ଦି ପକାଇଲା ପରି ଆକୁଳରେ ପଚାରୁଛି, ମା, କ'ଣ ହେବ? ପଦୀ କହିଲା, ତୁନି ହୋଇ ବସିଥା ଝିଅ, ଖବରଦାର। ମୋ କଥାରୁ ଟିକିଏ ଆଡ଼ ଅନ୍ତର ହୋ ନା। ସବୁ ଭଣ୍ଡୁର ହେବଟି। ସବୁବେଳେ ଠାକୁରଙ୍କୁ ଡାକୁଥା। ମାଳତୀ ଠାକୁରଙ୍କ ଆଡ଼କୁ ଅନାଇ ହାତ ଯୋଡ଼ି ଦଣ୍ଡବତଟାଏ କଲା। ରାତି ପହରେ ବି ଗଡ଼ିଗଲାଣି। କାହିଁ ବର? ମହାନ୍ତିଏ ଘର ବାହାର ହେଉଛନ୍ତି। ବେଳେବେଳେ ବାହାରକୁ ବାହାରି ପଡ଼ି ଦାଣ୍ଡକୁ ଅନାଉଛନ୍ତି। ମିଛୁପୁର ଗାଁରୁ ଯୋଡ଼ାଏ ମଣିଷ ଧାଇଁ ଧାଇଁ ଅଇଲେ। ମୁଣ୍ଡରେ ଦେହରେ ଗୋଟା ଝାଳ, ନିଶ୍ୱାସ ବଳି ପଡ଼ୁଛି। ମହାନ୍ତିଙ୍କୁ ଖବର ଦେଲେ, ବାହା ଲଗୁତି 300 ଟଙ୍କାରୁ 500 ଟଙ୍କା ଊଣା ପଡ଼ିଯାଇଛି। ଆଜି ରାତିରେ ଟଙ୍କା ସଜିଲ କରି ଶେଷ ରାତିରେ ଅନୁକୂଳ କରିଦେଲେ ଦିନ 2 ଘଡ଼ି ସରିକି ବର ଏଠାରେ ପହଞ୍ଚିବେ।
ମହାନ୍ତିଏ ପଦୀକୁ ଡାକି କହିଲେ, ଆଲୋ, ବର କାଲି ସକାଳେ ପହଞ୍ଚିବ। ତୁଚ୍ଛାଟାରେ ଚାହିଁ ବସିଲେ କ'ଣ ହେବ? ମୁଁ ଶୋଇବାକୁ ଯାଉଛି, ତୁ ଝିଅକୁ ଧରି ଶୋଇଯା। ବୁଝି ଖବରଦାର, ଜାଗ୍ରତ ହୋଇ ଶୋଇବୁ। ଜିନିଷପତ୍ର ଢେର ବାହାରେ ପଡ଼ିଛିଟି। ବେଦୀ ଉପରେ ଦୀପଟି ଲିଭାଇ ମହାନ୍ତିଏ ଶୋଇବାକୁ ଗଲେ। ରାତି ଅଧାଅଧି ବିତିଗଲାଣି। ମହନ୍ତେ ତୋଟା ଭିତରେ ବିଜେ ହୋଇଛନ୍ତି। ପାଖ ଲୋକେ ବେଢ଼ି ବସିଛନ୍ତି। ଆଜି ରାତିରେ ଗଞ୍ଜେଇ ମୁଣି ମେଲା, ଚିଲମ ଶୀତଳ ହେବାକୁ ନାହିଁ। ମହନ୍ତେ ଡାକି କହିଲେ, ଆରେ ଭୀମା, ଆରେ ନକୁଳା, ସବୁ ଠିକ୍ଠାକ୍ କରିଦେଇ ଅଇଲ ତ? ଭୀମା ନକୁଳା ଦୁହେଁଯାକ କହିଲେ, ଆଜ୍ଞା ପ୍ରମାଣେ ସବୁ ଠିକ୍। ପଦୀକୁ ଭଲ କରି ବୁଝାଇ ଦେଇଛ? ଆଜ୍ଞା ପ୍ରଭୁ, ପଦ ପଦ କରି ସବୁ କଥା କହିଛୁ। ଟୋକିଟା କ'ଣ କରୁଛି? ଭାରି ଆକୁଳ ହେଉଛି। ବେଳେବେଳେ କାନ୍ଦି କାନ୍ଦି କହୁଛି, ମା କ'ଣ ହେବ, ବାପା କ'ଣ କହିବ? ପଦୀ ତାକୁ ବୁଝାଉଛି ତ? ଆଜ୍ଞା ଆଜ୍ଞା। ଭିତରକୁ କିପରି ଗଲ ରେ? ଆଜ୍ଞା, ବାଡ଼ି ଦୁଆର କବାଟରେ ଠୁକ୍ ଠୁକ୍ ମାରିଲୁ, ପଦୀ ଫିଟେଇ ଦେଲା। ତେତିକିବେଳେ ଶଙ୍କରା ପାଖ ଲୋକ ଧାଇଁ ଆସି କହିଲା, ଆଜ୍ଞା, ବାଜା ପାଲିଙ୍କି ମଶାଲ ବରଯାତ୍ରୀ ଗହିରୀ ବିଲରେ ବସିଛନ୍ତି। ଆଜ୍ଞା ପ୍ରମାଣେ ହାଜର ହୋଇଯିବେ। ଆଚ୍ଛା, ଏବେ ଯାଇ ବିନୋଦିଆକୁ ବରବେଶ କରାଇ ପକାଅ। ବାହା ଖଦି ଲୁଗା ପିନ୍ଧାଇ ଦିଅ। ରାତି ପାହା ପାହା ଟିକିଏ ଝିଲିଝିଲିଆ ଅନ୍ଧାର ଅଛି। ମାଧବ ମହାନ୍ତିଙ୍କର ଦ୍ୱାରେ 20-30ଟା ଢୋଲ, ତାସା, ନାଗରା ବାଜା ଏକାବେଳକେ ଉଛୁଳି ପଡ଼ିଲା। ପାଲିଙ୍କିଟିଏ ଦୁଆର ଆଗରେ ଥୁଆ। ବର ଖଣ୍ଡିଏ ଖରଡ଼ରେ ପିଣ୍ଡାରେ ତୁନି ହୋଇ ବସିଛି। ଚଟ୍ କରି ମହାନ୍ତିଙ୍କର ନିଦ ଭାଙ୍ଗିଗଲା। ଟଙ୍କା ଥଳିଟା କାଖରେ ଜାକି ଭାରି ମନ ଫୁଲଣାରେ ଧାଇଁଲେ। ଆଗେ ଟଙ୍କା ଗଣି ନେବେ, ପଛନ୍ତେ ବାଟବରଣ ହେବ। ଚଞ୍ଚଳ ଧାଇଛନ୍ତି। ଦୁଆର ବନ୍ଧଟା ଧଡ଼ କରି ମୁଣ୍ଡରେ ବାଜିଲା। ଏକାବେଳକେ ଓଲଟି ଚିତ୍ପଟାଙ୍ଗ ତଳେ ପଡ଼ିଗଲେ। ହାତ ଦେଇ ଦେଖିଲେ ରକ୍ତଧାର ଗୋଡ଼ ଯାଏ ବହି ପଡ଼ୁଛି। ଏତେବେଳେ ଆଉ ତାକୁ ଅନାଇଲେ ହେବ? ଆଗେ ଟଙ୍କା ଗଣି ନେଇ ସାରି ରକ୍ତ ପୋଛାପୋଛି କରିବେ। ପୋଛା ଖଣ୍ଡ ଭଲ କରି ମୁଣ୍ଡରେ ଗୁଡ଼ାଇ ଦେଲେ। ବାହାରକୁ ବାହାରି ପଡ଼ି ଆସିବା ହେଉ, ବସିବା ହେଉ, ବରଯାତ୍ରୀଙ୍କୁ ଡାକୁଛନ୍ତି। ବର ମାମୁଁ ଆଗେଇ ଆସି କହିଲେ, ଏ ସମୁଦିଏ, ଆଉ ବସିଲେ କ'ଣ ହେବ? ଚଞ୍ଚଳ ବରକନ୍ୟା ବିଦା କରନ୍ତୁ, ଖରା ଉଠିଯିବ। ମାଧ ମହାନ୍ତିଏ କହିଲେ, ଏଁ, ବର ଏଇ ଲାଗେ ପହଞ୍ଚିଲା, ବିଭା ହୋଇନାହିଁ, ବିଦା କ'ଣ ହେବ? ବର ମାମୁଁ, ହାତ ଗଣ୍ଠି ପଡ଼ିଲା। ବିଭା ହୋଇଗଲା, ଆଉ ବିଭା କ'ଣ? ମହାନ୍ତି, କନ୍ୟା ସୁନା ଟଙ୍କା? ବର ମାମୁଁ, ଟଙ୍କା ଗଣି ନେଲେ ପରା। ମହାନ୍ତିଙ୍କ ଫଟା ମୁଣ୍ଡ ପୋଡ଼ୁଥିଲା। ତା ଉପରେ ଜଳନ୍ତା ଅଙ୍ଗାର ପାଛିଆଏ କିଏ ଅଜାଡ଼ି ଦେଲା। କ'ଣ ଡକାୟତି? ବଦମାସ, ଚୋର କେଉଁଠିକାର? ଲାଗିଗଲା ତୋଖଡ଼ ମୋଖଡ଼। ଏଣେ ମହାନ୍ତିଏ ଏକା, ତେଣେ 40-50 ଲୋକ। ମହାନ୍ତିଏ କ୍ରୋଧରେ ଅଜ୍ଞାନ। ମୁହଁ ଚଳୁ ଚଳୁ ହାତ ଚଳିବା ଭଳି ହେଲାଣି। ହେଲେ ବର ପକ୍ଷରେ କ୍ରୋଧ ନାହିଁ। ଭଲ କରି ଅନାଅ, ସମସ୍ତଙ୍କ ମୁହଁରେ ମୁରୁକି ହସ। ସମସ୍ତେ ଦେହ ଟିପାଟିପି ହେଉଛନ୍ତି। ଏତିକିବେଳେ 8-10ଟା ଢୋଲିଆ ମହାନ୍ତିଙ୍କୁ ବେଢ଼ି ଯାଇ ଅର୍ଦାଳିଆ ଢୋଲ ପିଟୁଛନ୍ତି। ମହାନ୍ତି ସାଆନ୍ତଙ୍କର ବଲବଲା ହେ, ଜଲଜଲା ହେ, ଆପଣଙ୍କ ଝିଅ ବାହାଘର ହୋଇଗଲା, ଆମକୁ ଦାରୁ ପିଆ ପଇସା ମିଳିଯାଉ। ମହୁରିଆଟା ବେଳେବେଳେ ମହାନ୍ତିଙ୍କ କଛା ପାଖରେ ପେଁ ପେଁ କରି ମହୁରିଟା ବଜାଇ ଦେଉଛି। ଗାଁ ମଙ୍ଗଳା ପୂଜା ବେଳେ ବାଜା ମଧ୍ୟରେ କାଳେଶୀ ଯେମିତି ନାଚେ, ମହାନ୍ତିଏ ସେହିପରି ନାଚି ନାଚି ଅଥୟ ହେଲେଣି। ମହାନ୍ତିଏ ରଡ଼ି ଛାଡ଼ି କ'ଣ କହୁଛନ୍ତି, ବାଜାରେ କ'ଣ ଲୋକଙ୍କୁ ସେ କଥା ଶୁଭୁଛି? ମହାନ୍ତିଙ୍କୁ ହାଲିଆ କରି ପକାଇବାର ଏ ଗୋଟାଏ ଫିକର। ଏତିକିବେଳେ କିଏ ଗୋଟାଏ ଦୁଷ୍ଟ ଲୋକ ମହାନ୍ତିଙ୍କ ପଛଆଡ଼େ ଗୋଟାଏ ଜଳନ୍ତା ଭୂଇଁ ଚମ୍ପା ବସାଇ ଦେଲା। ତାଙ୍କ ପିଠିରେ ନିଆଁ ପଡ଼ି ସାନ ବଡ଼ ଢେର ଗୁଡ଼ାଏ ଫୁଟୁକା ହୋଇ ଜଳୁଛି। ଗାଁ ଗୋଟାକର ପିଲାଠାରୁ ବୁଢ଼ା ଯାଏ ବିଲକୁଲ ଲୋକ ଜମା ହୋଇଗଲେଣି। ମହାନ୍ତି ଦୁଆରରେ ବିରି ମୁଠାଏ କେହି ବୁଣିଦେଲେ ମଣିଷ ମୁଣ୍ଡରେ ଅଟକିଯିବ, ତଳେ ପଡ଼ିବ ନାହିଁ। ମହାନ୍ତି ଦେଖିଲେ ତାଙ୍କ ମୁଖାଳାପ ଲୋକେ ବେଢ଼ି ଯାଇ ଠୋ ଠୋ ହସୁଛନ୍ତି। ଏତିକିବେଳେ ଗୁଡ଼ାଏ ନିହାତି ଦୁଷ୍ଟ ପିଲା କନ୍ୟା ସୁନାର ବଡ଼ ମଜା, ମହାନ୍ତି ଖାଇବେ ନବାବୁ ଖଜା ଗୀତ ଗାଇ ତାଳି ମାରି ନାଚୁଛନ୍ତି। ମହାନ୍ତି ଦେଖିଲେ ଆଉ ସମ୍ଭାଳି ହେବ ନାହିଁ। ସମସ୍ତେ ଗୋଟାଏ ବାଡ଼େ। କାହାକୁ କ'ଣ କହିବେ? କହିଲେ ବାକି ଶୁଣୁଛି କିଏ? କୌଣସି ରୂପେ ଗୋଳମାଳ ଠେଲି ମଠ ଭିତରକୁ ପଳାଇଲେ। ମହନ୍ତେ ଏଇ ଲାଗେ ସେଜରୁ ଉଠି ବିଜେ ହୋଇଛନ୍ତି। ମହାନ୍ତିଙ୍କୁ ଆସିବାର ଦେଖି ମହନ୍ତ ଗୋଟାଏ ପାଟି କରି କହିଲେ, ସକାଳଟାରେ ଦାଣ୍ଡରେ କିଏ ପାଟି କରୁଛି ବୁଝି ଆସ ତ। ମହାନ୍ତି ଯାଇ ମହନ୍ତଙ୍କ ଗୋଡ଼ ତଳେ ଧଡ଼ାସ କରି ପଡ଼ି ରଡ଼ି ଛାଡ଼ିଛନ୍ତି। ଉଠ ଉଠ ମହାନ୍ତିଏ, କ'ଣ କଥା, କ'ଣ ବୋଲ।
ମହାନ୍ତିଙ୍କ ମୁହଁରୁ ତାଡ଼ି ଠେକି ମୁହଁ ପରି ଫେଣ ଗାଜୁଛି। ଆଉ କଥା କହିପାରୁନାହାନ୍ତି କି କାନ୍ଦି ପାରୁନାହାନ୍ତି। ହାତରେ ଠାରିଦେଲେ ପାଣି। ମୁହଁ ଅଧୁଆ, ଦାନ୍ତ ଅଘସା। ଢକ୍ ଢକ୍ କରି ଢାଳେ ପାଣି ପିଇ ଦେଇ ଟିକିଏ ସାଷ୍ଟାମ ହୋଇ ବସିଲେ। ମହନ୍ତ ବଡ଼ ଦୟାବନ୍ତ। ବହୁତ ଆଶ୍ୱାସନା କରି ମହାନ୍ତିଙ୍କ ପିଠିରେ ହାତ ବୁଲାଇଲେ। ଏତିକିବେଳେ ବର ମାମୁଁ ପରି ପରିଡ଼ା ଆଉ 4 ଜଣଙ୍କୁ ସାଙ୍ଗରେ ଧରି ମହନ୍ତଙ୍କ ଗୋଡ଼ ତଳେ ଲମ୍ବ ହୋଇ ପଡ଼ିଗଲା। ମହନ୍ତ ଆଜ୍ଞା କଲେ, ଆରେ କ'ଣ ତୁମ କଥା କହ, ଉଠ ଉଠ, ବୋଲ ବୋଲ କଥା କ'ଣ? ପରି ପରିଡ଼ା ହାତ ଯୋଡ଼ି କହିଲା, ଆଜ୍ଞା ଆମେମାନେ ବିଦେଶୀ ଲୋକ, ଆମ ଉପରେ ଅନ୍ୟାୟ ହୋଇଛି। ଶ୍ରୀ ମହାପ୍ରଭୁ ଏ ଗାଁ ହାକିମ। ଆମ ମାମଲା ନ୍ୟାୟ ବିଚାର ହେଉ। ଏଇ ଯେ ବସିଛନ୍ତି ମାଧ ମହାନ୍ତିଏ, ଏ ଆମ ସମୁଧି। ମାଧ ମହାନ୍ତିଏ କ୍ରୋଧରେ କହିଲେ, ତୋର କି ସମୁଧି ବେ? ଡକାଇତ, ଜୁଆଚୋର। ମହନ୍ତ କହିଲେ, ରୋ ରୋ ମହାନ୍ତିଏ, ସେ କ'ଣ କହୁଛି କହିଯାଉ, ତା ବାଦେ ତୁମ କଥା ଶୁଣିବୁ। ପରି ପରିଡ଼ା, ଆଜ୍ଞା ଏହି ମହାନ୍ତିଏ ମୋ ପାଖରୁ କନ୍ୟା ସୁନା 700 ଟଙ୍କା ନେଇ ତାଙ୍କ ଝିଅ ମାଳତୀକୁ ମୋ ଭଣଜାକୁ ବାହା ଦେଲେ। ହାତ ଗଣ୍ଠି ବି ପଡ଼ିଗଲା। ବାହା ବାଦ କହିଲେ ଆଉ 300 ଟଙ୍କା ଲଗୁତି ଦେ। ମୁଁ ଆଉ କିଆଁ ଦେବିଟି? ଏବେ ଜୁଆ ଚୋରି କରି କନ୍ୟାକୁ ଛାଡ଼ୁନାହାନ୍ତି। ମହନ୍ତ, ଆଚ୍ଛା ଠାକୁର ମନ୍ଦିରରେ ସତ ବୋଲ, 1 2 କରି ଟଙ୍କା ଗଣି ଦେଇଛ ତ? ପରି ପରିଡ଼ା, ଆଜ୍ଞା ସତ କହିବି, 20 ଟଙ୍କା ଥକ ଗଣି ଦେଇଛି। ମହନ୍ତ, ଏ କଥା ବିଶ୍ୱାସ ହେଉନାହିଁ। ମହାନ୍ତି କିଛି ପିଲାପିଚିକା ନୁହନ୍ତି, ବୁଢ଼ା ପୁରୁଖା, ଟଙ୍କା ନେଇ ମାନିବେ ନାହିଁ, ଏ କି କଥା? ମାଧ ମହାନ୍ତି ମହନ୍ତଙ୍କ ଗୋଡ଼ ତଳେ ପଡ଼ି କହିଲେ, ଆଜ୍ଞା ଧର୍ମ ଅବତାର, ନ୍ୟାୟ ବିଚାର, ନ୍ୟାୟ ବିଚାର। ଏ ଡକାୟତମାନଙ୍କୁ ଲୋକ ଲଗାଇ ତଡ଼ି ଦିଅନ୍ତୁ। ମହନ୍ତ, ଦେଖ ଏମାନେ ବିଦେଶୀ ମଣିଷ, ଦେଶରେ ଯାଇ ପାଟି କରିବେ। ଏ ଗାଁରେ ନ୍ୟାୟ ବିଚାର ନାହିଁ। 2 ପକ୍ଷରୁ ପ୍ରମାଣ ନେଇ କଥାଟା ବିଚାର କରିବାକୁ ହେବ। ହୋଇ ହୋ ପରିଡ଼ା, ତୁମେ ଯେ ମାଧ ମହାନ୍ତିଙ୍କୁ 700 ଟଙ୍କା ଗଣିଦେଲ, କେହି ଗୁହା ଅଛି? ପରି ପରିଡ଼ା ହାତ ଯୋଡ଼ି ଛିଡ଼ା ହୋଇ କହିଲା, ଆଜ୍ଞା ମହାପ୍ରଭୁ, 100 ଜଣ ଗୁହା। ଆସତରେ ଭୀମା, ନକୁଳା, ମକରା, ଶଙ୍କରା, ବଜ୍ରା, ମଧୁ ମହାନ୍ତି, ସାଧୁଧଳ, ଧର୍ମପାତ୍ର। ମହନ୍ତେ ଜଣ ଜଣ କରି ସବୁ ଗୁହାଙ୍କର ଜବାନବନ୍ଦୀ ଶୁଣିଲେ। ଢେର ଢେରା କଲେ। ସାଫ୍ ସାବିତ 700 ଟଙ୍କା ଗଣିଦେବା, ମହାନ୍ତିଙ୍କ କାଖରେ ଥିବା ଏହି ଥଳିରେ ଟଙ୍କା ପୁରାଇ ନେଇ ଘରେ ଥୋଇ ଆସିବା ସବୁ ଠିକ୍। ସତକୁ ସତ ମାଧ ମହାନ୍ତିଙ୍କ କାଖରେ ଟଙ୍କା ଥଳିଟି ଥିବାର ଦେଖାଗଲା। ମାଧ ମହାନ୍ତିଏ ଗୋଟାଏ କଥାରେ କାଟିଦେଲେ, ଏଗୁଡ଼ାକ ଡକାୟତ। ମହନ୍ତେ, ଆଚ୍ଛା ଏ ଗାଁର କେହି ଗୁହା ଅଛି? କେହି ନ ଡାକୁଣୁ ମହାନ୍ତିଙ୍କ ଜାତି ଭାଇ ଗାଁର 10 ଜଣ ସାକ୍ଷ୍ୟ ଦେବା ଲାଗି ଛିଡ଼ା ହୋଇଗଲେ। ମହାନ୍ତିଏ ସେମାନଙ୍କ ମୁହଁକୁ ଅନାଇ ଦେଇ କହିଲେ, ଆଜ୍ଞା ଏଗୁଡ଼ାକ ମୋ ମୁଖାଳାପ ଲୋକ, ଏମାନଙ୍କ କଥା ନାମଞ୍ଜୁର। ମହନ୍ତେ କହିଲେ, ଗୁହା କଥା ଛାଡ଼ିଦିଅ, ଆମେ ନିଜେ ଯାଇ ମହାନ୍ତିଙ୍କ ଘର ଭିତରେ ଦେଖିବୁ। ଗଲା ରାତିରେ ବିବାହ ହୋଇଥିଲେ, ସେଥିର କିଛି ଚିହ୍ନ ତ ଥିବ। ବରପକ୍ଷ ମହନ୍ତଙ୍କ କଥାରେ ନିତାନ୍ତ ନାରାଜ। ଆଜ୍ଞା ଅଧା ରାତିରୁ ବିବାହ ଛିଡ଼ିଲାଣି, ଆଉ ଚିହ୍ନ କ'ଣ ଥିବ? ଆପଣ ସରଜମିନକୁ ଯିବେ ନାହିଁ। ମାଧ ମହାନ୍ତି ଭାରି ଆନନ୍ଦରେ, ଭାରି ଉତ୍ସାହରେ ମହନ୍ତଙ୍କ ଗୋଡ଼ ଧରି ଟାଣୁଛନ୍ତି। ଆସି ଆଜ୍ଞା ହେଉ, ମୋ ଘର ଦେଖି ଆଜ୍ଞା ହେଉ। ବରପକ୍ଷ ମୁହଁ ଶୁଖାଇ କହିଲେ, ଆଜ୍ଞା ନା, ଆପଣ ସେ ଜାଗାକୁ ବିଜେ ହେବେ ନାହିଁ। ମହନ୍ତ କହିଲେ, ନାହିଁ ନାହିଁ, ସେ କଥା ହେବ ନାହିଁ, ମହାନ୍ତିଙ୍କ କଥା ଶୁଣିବାକୁ ହେବ। ମହନ୍ତ 2 ପକ୍ଷ ଧରି ସରଜମିନ ତଦାରଖ କରିବାକୁ ବାହାରିଲେ। ପ୍ରଥମ ପିଣ୍ଡା ଉପରେ ବରକୁ ଦେଖାଗଲା। ହାତରେ କୌତୁକ ସୂତ୍ର, ଦୁବ ବରକୋଳି ପତ୍ର ବନ୍ଧା, ମୁଣ୍ଡରେ ମୁକୁଟ, ହାତରେ ଗୁଆକାତି, ଆଉ ବେଦୀ ଉପରେ ନଡ଼ିଆ ଗୋଟିଏ। ପରି ପରିଡ଼ା ହାତ ଯୋଡ଼ି ମହନ୍ତଙ୍କୁ କହିଲେ, ଆଜ୍ଞା ଦେଖି ଆଜ୍ଞା ହେଉ, ବାହା ହେଲା ବର କି ନାହିଁ? ମହନ୍ତ, ଆଚ୍ଛା ଆଚ୍ଛା ଭିତରକୁ ଚାଲ, ଆଉ କିଛି ଚିହ୍ନବର୍ଣ୍ଣ ଅଛି କି ନାହିଁ ଦେଖାଯାଉ। ପରି ପରିଡ଼ା ହାତ ଯୋଡ଼ି ମହନ୍ତଙ୍କୁ କହିଲେ, ଏଇ ଦେଖି ଆଜ୍ଞା ହେଉ, ବେଦୀ ଉପର କଥା, ଏଇ ଦେଖିବା ହେଉ, କନ୍ୟା 8 କଳସ ମାଡ଼ିଛି, ଏଇ ଦେଖନ୍ତୁ, ଲାଜାଞ୍ଜଳି ଖୋଇ ପଡ଼ିଛି, କଳସ ଉପରେ ପୁଷ୍ପାଞ୍ଜଳି ପଡ଼ିଛି। ଏଣେ ଦେଖି ଆଜ୍ଞା ହେଉ, ଏହିଠାରେ ବ୍ରାହ୍ମଣ ଭୋଜନ ହୋଇଥିଲା, ଦହି ଗୁଡ଼ ଉଚ୍ଛିଷ୍ଟ ଭୁଜା ପଡ଼ିଛି। ଏହି ଦେଖି ଆଜ୍ଞା ହେଉ, ଏହିଠାରେ ଆମେ ଜାତି ଭାଇମାନେ ଭୋଜନ କରିଥିଲୁ, ଶଙ୍ଖୁଡ଼ି ଉଠି ନାହିଁ, ସବୁଆଡ଼େ ଅଇଁଠା ପତ୍ର ପଡ଼ିଛି। ମାଧ ମହାନ୍ତି କୁନ୍ଥେଇ କୁନ୍ଥେଇ କହିଲେ, ନାହିଁ ନାହିଁ, ମୋର ଘରେ କାଲି ଚୁଲି ଲାଗି ନାହିଁ। ମହନ୍ତେ ରୋଷେଇଶାଳ ପାଖକୁ ଚାଲିଯାଇ ହାତ ବାଡ଼ିରେ କବାଟରେ ଉଦୁଆଁ କରିଦେଲେ। ଚୁଲିରେ ରଡ଼ ନିଆଁ ଗରଗର ହେଉଛି। ପୁଞ୍ଜାଏ ବଡ଼ ବଡ଼ ଭାତ ହାଣ୍ଡି, ଡାଲି ହାଣ୍ଡି, ତିଅଣ ହାଣ୍ଡି ଗଡ଼ୁଛି। ମାଧ ମହାନ୍ତିଙ୍କ ଜ୍ଞାନ ହଜିଗଲାଣି। ପିଠି ପଡ଼ୁଛି, ମୁଣ୍ଡ ପଡ଼ୁଛି, ମନ ପଡ଼ୁଛି। ମନରେ କଲେ, ଏ କ'ଣ?
ଏ କ'ଣ ରାତିରେ ଭୂତ ଆସି ସବୁ କରିଗଲା? ବସିବା ଜାଗାରେ ଠାଁ ଢଳି ପଡ଼ିଲେ। କିଛି କଥା ଶୁଭୁ ନାହିଁ। ଭାଲୁ ଜ୍ୱର ମାଡ଼ି ଆସିଲାଣି। କୁନ୍ଥଉଛନ୍ତି, କମ୍ପୁଛନ୍ତି। ମହନ୍ତ ପଚାରିଲେ, ମହାନ୍ତିଏ, ଏବେ ତୁମର ଜବାବ କ'ଣ? ମାଧ ମହାନ୍ତି କହିଲେ, ଆଜ୍ଞା, ମୋ କନ୍ୟା ବିବାହ ହୋଇନାହିଁ। ଜାତିର ମୁଖିଆ ବଳରାମ ନାୟକ ହାତ ଯୋଡ଼ି କହିଲେ, ଆଜ୍ଞା, ଆପଣ ଆମ ରଜା, ସହଜରେ ହାକିମ। ଆମମାନଙ୍କର ଦୁଃଖ ହାଲ ସବୁ ବୁଝିବେ, ହେଲେ ଜାତିଆଣ କାମଟା ଜାତି ବୁଝିବେ। ହାକିମଙ୍କର କିଛି ଅକ୍ତିଆର ନାହିଁ। ବୁଝି ଆଜ୍ଞା ହୁଅନ୍ତୁ। ମାଧ ମହାନ୍ତି ମଙ୍ଗଳା ଝିଅଟାକୁ ବିବାହ ନ ଦେଇ ଘରେ ରଖିଛି। ଆଜି ସୂର୍ଯ୍ୟ ବୁଡ଼ିବା ଯାଏ ସେ ଯଦି ଝିଅକୁ ବିବାହ ନ ଦିଏ, ସେ ଏକଘରିଆ ହେବ। ତାକୁ ନିଆଁ ପାଣି ଧୋବା ଭଣ୍ଡାରୀ ସବୁ ବାସନ୍ଦ। ସେ ଝିଅଟାକୁ ଆଉ କେହି ବିବାହ ହେବ ନାହିଁ। ମହନ୍ତେ କହିଲେ, ମହାନ୍ତିଏ, ହେଲେ ହେଲେ ବା ଏକଘରିଆ। ନିଆଁ ବଡ଼ିଆଟିରେ ଘରେ ନିଆଁ ରଖିଦେବେ। 4 ମାଠିଆ ପାଣି ଘରେ ଥୋଇ ଦେଇଥିବେ, କିଆଁ କାହାକୁ ମାଗିଯିବେ? ବଳରାମ ନାୟକ କହିଲେ, ଆଜ୍ଞା, ସେପରି କ'ଣ? ମହାନ୍ତି ଘର ମାଠିଆ ଯେଉଁ ପୋଖରୀରେ ବୁଡ଼ିବ, ସେ ପୋଖରୀ ଅପ୍ରତିଷ୍ଠା ହେବ। 10 ଟଙ୍କା ଖରଚ କରି ପ୍ରତିଷ୍ଠା ଦେବାକୁ ହେବ। ଏହିପରି ଯେତେ ମାଠିଆ ପାଣି ଆଣିବେ, ତେତେ 10 ଟଙ୍କା ଖରଚ ଲାଗିବ। ଆଉ ଗୋଟିଏ କଥା, ଗୋହିରୀରେ ଚାଲିଗଲେ ଦାଣ୍ଡ ଅପ୍ରତିଷ୍ଠା ହେବ। ଜଣେ ପାଣ ହାଣ୍ଡିଏ ଗୋବର ପାଣି ଧରି ପଛେ ପଛେ ଛିଞ୍ଚି ଛିଞ୍ଚି ଚାଲୁଥିବ। ମହନ୍ତେ କହିଲେ, ନାଇଁ ନାଇଁ, ସେ ବୁଢ଼ା ହୋଇଗଲେଣି। ଭଲ ମନ୍ଦ ବେଳକୁ ତମେମାନେ ସାହା ହେବ ଏକା? ମଦନ ନାୟକେ, ଆଜ୍ଞା, ଗୋଳମାଳିଆ କଥା କିଆଁ, ସଫା କଥା। ସେ ମରିଗଲେ ଆମେମାନେ କ'ଣ ଛୁଇଁବୁ? ହାଡ଼ି ଘୋଷାରି ନେବେ। ଏଇ ମରେଇମାନଙ୍କରେ ଯେତେ ଧାନ ଅଛି, ଯେତେ ଦ୍ରବ୍ୟ ଅଛି, ହାଡ଼ିଏ ନେବେ। ସେ ମାରୁ ଜିନିଷ ଆଉ କ'ଣ କେହି ଛୁଇଁବ? ମାଧ ମହାନ୍ତି ପଡ଼ି ପଡ଼ି ସବୁ ଶୁଣିଲେ। ବିଚାର କଲେ, ଦେଶ ମେଳି ହେଲାଣି। ମହନ୍ତ ବି ସେମାନଙ୍କ ପଟରେ। ମୋର ତ ଏହି ହାଲ। ଉଛୁଣିକା ଯେବେ ସବୁ ବିତ୍ତ ଖୋଳାଖୋଳି କରି ଘେନିଯିବେ, କ'ଣ କରିବି? କାହିଁ ମାମଲା କରିବି? ଗୁହା କିଏ ହେବ? ବଳରାମ ନାୟକଙ୍କୁ ପାଖକୁ ଡାକି ତାଙ୍କ ହାତ ଯୋଡ଼ିକ ଧଇଲେ। କହିଲେ, ତୁମେ ଆମ ଜାତିର ମଉଡ଼ମଣି। ମୁଁ ତୁମ ହାତ ଧରୁଛି। ସମସ୍ତଙ୍କ ଗୋଡ଼ ତଳେ ପଡ଼ୁଛି। ମୋର ସବୁ ଦୋଷ କ୍ଷମା କର। ମୋ ଝିଅଟିକୁ ବିବାହ କରେଇ ଦିଅ। ମୋ ହାଲ ତ ଦେଖୁଛ। ତା ମାମୁଁ କନ୍ୟା ସମର୍ପି ଦେବ। ମହାନ୍ତି ମୁହଁରୁ ଯେମିତି ଏହି ପଦକ କଥା ବାହାରିଛି, ମହନ୍ତ କ'ଣ ଆଖି ଟିପିଦେଲେ। ପଦୀ କନ୍ୟାକୁ ଘେନି ବର ପାଖରେ ଉପସ୍ଥିତ। ବ୍ରାହ୍ମଣ ଭଣ୍ଡାରୀ ହାଜର ଥିଲେ। ସାଙ୍ଗେ ସାଙ୍ଗେ ମନ୍ତ୍ରପାଠ, ବିବାହ ଆରମ୍ଭ। ମାମୁଁ ସପନି ପାତ୍ରେ କନ୍ୟା ସମର୍ପି ଦେଲେ। ଘଣ୍ଟାକ ମଧ୍ୟରେ ବିବାହ ସମାପ୍ତ। ବରକନ୍ୟା ମେଲାଣି ଦେବେ। ମାଳତୀ ବାପା ଗୋଡ଼ ଧରି ବାହୁନି ବସିଲା। ମହାନ୍ତି ରାଗରେ ଗୋଡ଼ ଛାଟିଦେଲେ ଯେ କନ୍ୟା ଦୁଲ କରି ପଡ଼ିଗଲା। ମାଳତୀର ସେତିକି ଚିନ୍ତା ନାହିଁ। ପୁଣି ବାପା ଗୋଡ଼ ଧରି କହିଲା, ବାପା, ତୁ ଉଛୁଣିକା ବାଧିକା ପଡ଼ିଛୁ। ମୁଁ ତୋ ପାଖରେ ରହି ସେବା କରିବି। ତୁ ଭଲ ହେଲେ ଯିବି। ମାଧ ମହାନ୍ତି, ଦୂର 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 ଦୂର। 15 ବର୍ଷ କାଳ ବସି ଖୁଆଇଥିଲି, ଏବେ ଜଣକୁ 2 ଜଣ ବସି ଖାଇବ ପରା। ପଦୀ ପାଖରେ ଛିଡ଼ା ହୋଇ ସବୁ ଶୁଣୁଥିଲା। ମାଳତୀକୁ କୁଣ୍ଢେଇ ଉଠେଇ ନେଇ ପାଲିଙ୍କିରେ ବସାଇଦେଲା। ବର ତ ଆଗରୁ ଯାଇ ବସିଥିଲା। ଉଠାଅ ପାଲିଙ୍କି। ବାଜାବାଲା ଆଉ ବରଯାତ୍ରୀଏ ସଜବାଜ ହେଉଁ ହେଉଁ ହୁଁ ମେରି ଭାଇରେ ଡାକ ଛାଡ଼ି ପାଲିଙ୍କି ଗାଁ ବାହାର ଗହୀର ବିଲରେ ଦାଖଲ। 5-6 ଦିନ ଉତ୍ତାରେ ମହନ୍ତ ଦିନେ ପାଖ ଲୋକଙ୍କୁ ଡାକି କହିଲେ, ହୋଇରେ, ବିଭାଘର ଗଲାଠାରୁ ମାଧ ମହାନ୍ତି ତ ଦାଣ୍ଡରେ ଦିଶୁନାହିଁ। ତାର ଜ୍ୱର ହୋଇଥିଲା। ବୁଝ ତ କ'ଣ ହେଲା? ଯୋଡ଼ାଏ ପାଖ ଲୋକ ଧାଇଁଲେ। ଦାଣ୍ଡ ଦୁଆରେ ବାଡ଼ି ଦୁଆରେ ଢେର ଡାକିଲେ। କବାଟରେ ଧଡ଼ ଧଡ଼ କରି ମାରିଲେ। କେହି ଶୁଣିବାକୁ ନାହିଁ। ସେମାନେ କ'ଣ କଲେ କି, ଗୋଟାଏ ନିଶୁଣି ପାଚେରୀରେ ଲଗାଇ ଦେଇ ଭିତରକୁ ଡେଇଁ ପଡ଼ିଲେ। ସଦର କବାଟ ଫିଟାଇ ଦେଲେ। ଭିତର କାଣ୍ଡ ଦେଖି କାବା ହୋଇଗଲେଣି। ମହାନ୍ତି ଘର ଭିତର ଆଡ଼କୁ ମୁଣ୍ଡ ଦେଇ ବାହାରକୁ ଗୋଟା ଯାକ ଗୋଟାଏ ବଡ଼ ମୋଟା ଢୋଲ ପରି ଦୁଆର ବନ୍ଧ ପାଖରେ ପଡ଼ିଛି। ଅଧା ଲଙ୍ଗଳା। ମୁଣ୍ଡ ଘାଆଟା ମୁହଁର ଅଧା ଅଧି ମାଡ଼ିଗଲାଣି। ପଣ ପଣ ମାଛି ଭଣ ଭଣ କରୁଛନ୍ତି। ମେଞ୍ଚାକୁ ମେଞ୍ଚା ପୋକ ଘାଆରୁ ଝଡ଼ି ପଡ଼ୁଛନ୍ତି। ଜଣାଯାଏ ବର ବିଦା ବାଦେ ମହାନ୍ତି ବାହାର ସବୁ କବାଟ ଭଲ କରି କିଳି ଦେଇ ଘରକୁ ଶୋଇବାକୁ ଯାଉଥିଲା। ଯାଇପାରି ନାହିଁ। ଦୁଆର ବନ୍ଧ ପାଖରେ ପଡ଼ିଯାଇଛି। ଟଙ୍କା ଥଳିଟା ଯାହା ସିଂ ରଖିଥିଲା, ପାଖରେ ପଡ଼ିଛି। ଜାତି ଭାଇମାନେ, ପୁରୋହିତ ସମସ୍ତେ ମଠରେ ମହନ୍ତଙ୍କ ପାଖରେ ବସିଛନ୍ତି। ସତ୍କାରର ବିଚାର ଲାଗିଛି। ମାତ୍ର ଗୋଟାଏ କଥା ଉଠିଲା। ମାଛିଆ ପାତକ ହୋଇଛି। ଛୁଇଁବ କିଏ? ଯେ ଛୁଇଁବ ସେ ପ୍ରାୟଶ୍ଚିତ କରିବ। ଢେର ତର୍କ ବିତର୍କ ଉତ୍ତାରେ ସ୍ଥିର ହେଲା, ପ୍ରାୟଶ୍ଚିତ ଖର୍ଚ୍ଚ ସକାଶେ ମହନ୍ତଙ୍କ ଲୋକ ମହାନ୍ତି ମରେଇରୁ 2 ପଉଟି ଧାନ କାଢ଼ିଦେବ। ପୁରୋହିତେ ମହାବିଷ୍ଣୁ ପଦୋଦକ ମନ୍ତ୍ର ଦେବେ। ସେହି ପବିତ୍ର ପାଣି ଛିଞ୍ଚିଦେଲେ ମଡ଼ା ଉପରୁ ସବୁ ପାପ ଧୋଇଯିବ। ମହନ୍ତେ ପୁରୋହିତେ ବିଶୁରଥକୁ ପଚାରିଲେ,
ହୋଇ ହୋ ମହାନ୍ତିଙ୍କୁ ମାଛିଆ ପାତକ ଲାଗିଲା କିଆଁ? ରଥେ କହିଲେ, ଆଜ୍ଞା ପୁରାଣ ଶାସ୍ତ୍ରରେ ଲେଖା ଅଛି, ବୁଢ଼ା ବରେ ଝିଅ ବିକେ ଯେ ଲୋକ, ସେ ଲୋକ ମୁଣ୍ଡରେ ପଡ଼ଇ ପୋକ। ଆଜ୍ଞା ପ୍ରମାଣ ଦେଖନ୍ତୁ, ଠିକ୍ ମୁଣ୍ଡରେ ମାଛିଆ ପାତକ, ଗୋଡ଼ରେ ନୁହେଁ, ହାତରେ ନୁହେଁ, ପିଠିରେ ନୁହେଁ, ଠିକ୍ ମୁଣ୍ଡରେ। ଶାସ୍ତ୍ର କଥା କ'ଣ ଅନ୍ୟଥା ହେବ? 8 ଜଣ ଜାତି ପୁଅ ନାକରେ ଲୁଗା ଗୁଡ଼ାଇ ଭିତରକୁ ଗଲେ। କାଳେ ମଡ଼ା ଦେହରେ ଆଉ କିଛି ପାତକ ଲାଗି ରହିଥିବ, ସେ ପାପ ଧୋଇଯିବା ଲାଗି ହାଣ୍ଡିଏ ଗୋବର ପାଣି ମଡ଼ା ମୁଣ୍ଡଠାରୁ ଗୋଡ଼ ଯାଏ ଛିଞ୍ଚିଦେଲେ। ଗାଁ ଗହିରି ମଝିରେ ହରି ବୋଲ ରାମ ନାମ ସତ୍ୟ ହେ ର ଗୋଟିଏ ଉତ୍କଟ ରଡ଼ି ସମସ୍ତେ ଶୁଣିଲେ। ସବୁ ଶେଷ। ଏତେ ପଚାମଡ଼ା ପୋଡ଼ୁଛି କିଏ? ମଶାଣି କିଆବାଡ଼ ତଳେ ଥୋଇଦେଇ ଆସିଲେ। ଝୁଅ ଜୁଆଇଁ ଆସି ବୁଢ଼ାର କ୍ରିୟାଟା ଭଲ କରି କଲେ। ଗାଁ ଜାତି ଅଜାତି ସମସ୍ତଙ୍କୁ ନିମନ୍ତ୍ରଣ ଦେଇ ଖଜା, କାକରା, ପିଠା, ପାଳୁଅ ତସ୍ମି କରି 2-3 ଥର ଖୁଆଇଲେ। ଗାଁରେ ଝିଅ ଜୁଆଇଙ୍କର ଖୁବ୍ ପ୍ରଶଂସା ଉଠିଲା। ମଠ ସରଘରିଆ ବିନୋଦିଆର ନାମ ଏବେ ଜମିଦାର ବାବୁ ବିନୋଦ ବିହାରୀ ମହାନ୍ତି। ଗୋପାଳପୁର ତାଲୁକା ଜମିଦାରୀଟା କିଣିଲାଣି। ସଦର ଗୁମାସ୍ତା ଯୋଡ଼ିଏ, ସଦର ପାଇକ 8-10ଟା, 4 ଖଞ୍ଜା ଧୂଳିଆ ଘର ବନାଇ ପକାଇଲେଣି। ବାହାରୁ ଦେଖିଲେ ଗୋଟାଏ ବଡ଼ ଜମିଦାର ଘର ବୋଲି କିଏ ନ କହିବ। ବାହାର ଲୋକେ ଅନୁମାନ କରନ୍ତି ମାଧ ମହାନ୍ତି ଘରେ ଟଙ୍କା 2 ଲକ୍ଷ ପୋତା ହୋଇଥିଲା। ଅରଜି ଛଞ୍ଚି କୃପଣ ମରେ, ଗୁଡ଼ ମାଠିଆ ମାଲୁଆ ମାରେ।